ମାନେ ପିଲେ ଭଏସ ଶୁଣି ପାରୁଛ? ହଉ प्रणाम सर। ତାହେଲେ କାଲି ଆମେ ପିଲେ ମେଘଦୂତର ଗୋଟେ ପ୍ରକାରର ଭୂମିକା ପିଲା ଆଲୋଚନା କରିଥିଲେ ନାଇଁ କି? ମେଘଦୂତ କେମିତି କଣ ସେଥିରେ ଥିଲା। ତ କାଲି ମୁଁ ପିଲେ ତମମାନଙ୍କୁ ମେଘଦୂତର ବିଗ୍ରହ ବାକ୍ୟ ବି କହିଥିଲି ନାଇଁ କି? ସେଥିରେ ପିଲେ ମୁଁ ତମକୁ କର୍ମଧାରୟ ସମାସ କରିଥିଲି ଯେ କିନ୍ତୁ ମେଘଶ୍ଚାସୋ ଦୂତଶ୍ଚେତି ବୋଲି କରିଥିଲି ପିଲେ ନା। ହଁ ତ ସେଇଟା ଆଜ୍ଞା ପିଲେ ମେଘଶ୍ଚାସୋ କରିବନି ପିଲେ, ସେଟାକୁ ମେଘ ଏବ ଦୂତ, କାହିଁକିନା ଏଥିରେ ମେଘ ହିଁ ତ କେବଳ ଦୂତ ଅଛି ନା ପିଲେ, ଆଉ ତ କେହି ଦୂତ ନାହିଁ। ତ ସେଥିପାଇଁ ପିଲେ ସେଇଟା ବିଗ୍ରହ ବାକ୍ୟ ପିଲେ କଣ ହେଇଯିବ, ମେଘ ଏବ ଦୂତଃ ହେଲା ୟସ୍ମିନ୍ ତତ୍ ମେଘଦୂତମ୍ ହେଲା। ଏଇଭଳିଆ ପିଲେ ବିଗ୍ରହ ବାକ୍ୟ କରିବ। ବୁଝିହେଲା ପିଲେ? ହଉ ତାହେଲେ ପିଲା ମାନେ ଆଜି ପ୍ରଥମ ଶ୍ଲୋକ ପିଲେ ଦେଖିବା କଣ କେମିତି ପିଲେ ଶ୍ଲୋକ ଅଛି, ତାର ଅର୍ଥ ପିଲେ କରିବା ହେଲା। ଦେଖ ତାହେଲେ ଆମମାନେ ଦେଖିଥିଲେ କି ସାର୍ ମେଘଦୂତର ପିଲେ ମେଘ ଦୂତ ୟସ୍ୟ ତସ୍ୟ ମେଘଦୂତ ହବନି କି? ନା ୟସ୍ୟ ତସ୍ୟ କାହିଁ ସେ କରିବ, ଠିକ ଅଛି। କାହିଁକି ନା ମେଘଦୂତ ତ ଆଜ୍ଞା କୌଣସି ଗ୍ରନ୍ଥ, ଏଇଟା ଗୋଟେ ଗ୍ରନ୍ଥ ନା ପିଲେ, ଏଇ ଗ୍ରନ୍ଥରେ ମେଘ ହଉଛି ପିଲେ ଦୂତ, ନୁହଁ କି ପିଲେ ଗ୍ରନ୍ଥର ମେଘ ହଉଛି ଦୂତ। ନା ନାଇଁ, ମେଘ ପିଲେ ଦୂତ କୋଉ ଜାଗାରେ, ମେଘଦୂତ ଗ୍ରନ୍ଥରେ, ଠିକ ଅଛି ପିଲେ। ସେଥିପାଇଁ ୟସ୍ମିନ୍ କରିବ ହେଲା। ମେଘ ଏବ ଦୂତଃ ୟସ୍ମିନ୍। ସେ ସମାସ ବହୁବ୍ରୀହି ହବ। ହଁ ବହୁବ୍ରୀହି ସମାସ ପିଲେ କରିବ ହେଲା। ତାପରେ ପିଲେ ମେଘଦୂତର ଆମର ଦୁଇଟି ପିଲେ ଖଣ୍ଡ ରହିଛି, ପୂର୍ବ ମେଘକୁ ଉତ୍ତର ମେଘ ହେଲା। ଆଉ ସମ୍ପୂର୍ଣ୍ଣ ମେଘଦୂତରେ ପିଲେ ନା ତ ଯକ୍ଷର ନାଁ ନିଆଯାଇଛି, ନା ତ ପିଲେ ଯକ୍ଷିଣୀର ନାଁ ନିଆଯାଇଛି ହେଲା। କାହାର ବି ନାମ ପିଲେ ଉଠିନି ହେଲା, ଯକ୍ଷର ଉଠିନି କି ଯକ୍ଷିଣୀର ମଧ୍ୟ ପିଲେ ନାମ କାଳିଦାସ ନେଇନାହାନ୍ତି, ଠିକ ଅଛି। ସେଥିପାଇଁ ସେ ଯକ୍ଷ ପାଇଁ ବ୍ୟବହାର କରିଛନ୍ତି ପିଲେ କଶ୍ଚିତ୍ ଶବ୍ଦ ପିଲେ, କହୁଛନ୍ତି ପିଲେ କଶ୍ଚିତ୍ କାନ୍ତା ବିରହ ଗୁରୁଣା ସ୍ୱାଧିକାରାତ୍ ପ୍ରମତ୍ତଃ ଶାପେନାସ୍ତଂ ଗମିତ ମହିମା ବର୍ଷ ଭୋଗେଣ ଭର୍ତୁଃ ଯକ୍ଷଶ୍ଚକ୍ରେ ଜନକତନୟା ସ୍ନାନ ପୁଣ୍ಯೋଦକେଷୁ ସ୍ନିଗ୍ଧଚ୍ଛାୟା ତରୁଷୁ ବସତିಂ ରାମଗିରିଆଶ୍ରମେଷୁ। ଦେଖ ତାହେଲେ ପିଲେ ଏଥିରେ ଯଦି ଆମେ ସମ୍ପୂର୍ଣ୍ଣ ଶ୍ଲୋକରେ ପିଲେ କ୍ରିୟାପଦ ଦେଖିବା, କ୍ରିୟାପଦ ହଉଛି ପିଲେ କଣ, ଚକ୍ରେ ଚକ୍ରେ ହେଲା। ତ ଚକ୍ରେ ପିଲେ ହଉଛି କ୍ରୁ ଧାତୁର କୋଉ ଲକାର, ଲିଟ୍ ଲକାର ପିଲେ ହେଲା। ତ ଚକ୍ରେ, ଚକ୍ରେ ମାନେ ପିଲେ କଲା। ତ କ୍ରୁ ଧାତୁ, ଚକ୍ରେ ଧାତୁର ଅର୍ଥ ହଉଛି ପିଲେ କରିବା, କୃତବାନ କଲା। ତ କହ ଚକ୍ରେ, ଯଦି ଚକ୍ରେ ପିଲେ କ୍ରିୟା ତାହେଲେ କର୍ତ୍ତା କିଏ ପିଲେ, ତାହେଲେ ଉତ୍ତର କଣ ହେଇଯିବ ପିଲେ, କର୍ତ୍ତା ୟକ୍ଷଃ। ନା ନାଇଁ, ତ ସେଠି ଯଦି ସନ୍ଧି ବିଚ୍ଛେଦ କରିଦବ ପିଲେ ହେଇଯିବ ୟକ୍ଷଃ ପ୍ଲସ ଚକ୍ରେ ଚକ୍ରେ ହେଲା। ତାହେଲେ ପିଲେ ୟକ୍ଷଃ ଚକ୍ରେ, ତ ଯକ୍ଷ କଲା, କଣ କଲା, ଏ ତ ପିଲେ ହେଇଗଲା କର୍ତ୍ତା, ହେଇଗଲା କ୍ରିୟା, ହେଇଗଲା କର୍ମ, ପୁଣି କଣ କଣ କଲା। ତ ଉତ୍ତର ପିଲେ କଣ ଆସିବ, ବସତିମ୍ ଚକ୍ରେ ହେଲା। ବାସ କଲା, ବସତି ମାନେ ହଉଛି ପିଲେ ବାସ କରିବା ହେଲା। ତାହେଲେ ପିଲେ ମୋଟାମୋଟି ଆମର କର୍ତ୍ତା ହେଇଗଲା, କ୍ରିୟା ହେଇଗଲା, କର୍ମ ହେଇଗଲା ପିଲେ। ତାହେଲେ ୟକ୍ଷଃ ବସତିମ୍ ଚକ୍ରେ, ବାକି ଏତିକି ତ ଅର୍ଥ ଶ୍ଲୋକର, ଆଉ କଣ ପିଲେ ଅଛି କି, ଆଉ କିଛି ନାହିଁ ହେଲା। ତାହେଲେ ୟକ୍ଷଃ ବସତିମ୍ ଚକ୍ରେ, ଏ ଶ୍ଲୋକର ଅର୍ଥ ହଉଛି ପିଲେ ଯକ୍ଷ ବାସ କଲା ବା ଯକ୍ଷ ବାସ କରୁଥିଲା, ଏମିତି ପିଲେ ଅର୍ଥ ହେଇପାରିବ। ହେଲେ ଯକ୍ଷ ପିଲେ ବାସ କରୁଥିଲା, ତ ନିହାତି ଭାବରେ କୋଉ ଗୋଟେ ଜାଗାରେ ବାସ କରୁଥିବ ପିଲେ, କିଛି ଗୋଟେ ସ୍ଥାନାଧିକରଣ ଥିବ ନା ନାଇଁ, ଯୋଉ ଜାଗାରେ ସେ ବାସ କରୁଥିବ। ତାହେଲେ କୋଉ ଜାଗାରେ ବାସ କରୁଥିଲା, रामगिरी आश्रमेषु। ହଁ ତ ଇଏ ହେଇଗଲା ପିଲେ ସ୍ଥାନାଧିକରଣ, ମାନେ ଅଧିକରଣେ ସପ୍ତମୀ ହେଲା। ତାହେଲେ ପିଲେ ରାମଗିରିଆଶ୍ରମେଷୁ, ଇଏ ହେଇଗଲା ତମର ଅଧିକରଣେ ସପ୍ତମୀ। ତାହେଲେ ମୋଟାମୋଟି ଅର୍ଥ ହେଇଗଲା ପିଲେ, ଏତିକି ତ ଅର୍ଥ ସରିଗଲା। ଆଉ ତାହେଲେ ୟକ୍ଷଃ ରାମଗିରିଆଶ୍ରମେଷୁ ବସତିମ୍ ଚକ୍ରେ, ତାହେଲେ ଯକ୍ଷ ପିଲେ ରାମଗିରି ଆଶ୍ରମରେ ବାସ କରୁଥିଲା। ବୁଝି ହଉଛି ନା ନାଇଁ ପିଲେ, ରାମଗିରିଆଶ୍ରମେଷୁ ମାନେ ରାମଗିରେଃ ଆଶ୍ରମେଷୁ, ରାମଗିରିଆଶ୍ରମେଷୁ କୋଉ ସମାସ ପିଲେ, ରାମଗିରେଃ ଆଶ୍ରମେଷୁ ଷଷ୍ଠୀ ତତ୍ପୁରୁଷ ପିଲେ। ସାର୍ ଏଇଟା ସ୍ଥାନାଧିକରଣ ସପ୍ତମୀ କହିଲେ ନା? ହଁ ସ୍ଥାନାଧିକରଣ ମାନେ ଖାଲି ତମ ମାନେ ଅଧିକରଣ ସପ୍ତମୀ ବି କହିପାରିବ ହେଲା।
ଠିକ ଅଛି ପିଲେ। ତାହେଲେ ଯକ୍ଷः ରାମଗିରି ଆଶ୍ରମେଷୁ ବସତିମ୍ ଚକ୍ରେ। ଯକ୍ଷ ପିଲେ ରାମଗିରି ଆଶ୍ରମରେ ବାସ କରୁଥିଲା। ବାସ୍ ଏତିକି ଜିନିଷ ପିଲେ, ଆଉ କିଛି ନାହିଁ ହେଲା। ହେଇଗଲା, ଟୋଟାଲ ସବୁ କିଛି ହେଇଗଲା ପିଲେ ହେଲା। ସାର୍ ଯୋଉ ହୁଁ ଆଶ୍ରମେଷୁ ଦେଇଛି ତ ବହୁ ବଚନରେ ଅଛି, ସପ୍ତମୀ ବହୁ ବଚନରେ। ତ ହୁଁ ଯଦି ବାସ କରୁଥିବ, ଗୋଟିଏ ଆଶ୍ରମରେ ବାସ କରୁଥିବ, ହେଲେ ବହୁ ବଚନ କେମିତି ଦେଲା? ଇଏ ପୁରା ଝିଅ ପ୍ରମତ୍ତ, ବୁଝି ହଉଛି ନା ନାଇଁ? ତ ଇଏ ଗୋଟେ ଜାଗାରେ ସ୍ଥିର ହେଇକି ରହିପାରିବନି। ଆଉ ରାମଗିରିରେ ତ ଗୋଟିଏ ଆଶ୍ରମ ନୁହଁ ପିଲେ, ରାମଗିରିରେ ବହୁତ ସାରା ଆଶ୍ରମ ଅଛି। ଆଜି ଏ ଆଶ୍ରମରେ, କାଲି ସେ ଆଶ୍ରମରେ, ବୁଝି ହଉଛି ନା ନାଇଁ? ତ ସେଥିପାଇଁ ପିଲେ ଇଏ କୌଣସି ଗୋଟିଏ ଆଶ୍ରମରେ ଯେହେତୁ ନଥିଲା, ରାମଗିରିରେ ବିଭିନ୍ନ ପ୍ରକାର ଆଶ୍ରମରେ ଇଏ ଥିଲା। ତ ସେଥିପାଇଁ ପିଲେ ଏଠି କୋଉ ବଚନ ବ୍ୟବହାର ହେଇଛି? ବହୁ ବଚନ। ବହୁ ବଚନରେ ପିଲେ ବ୍ୟବହାର ହେଇଛି ହେଲା। ତାହେଲେ ପିଲେ ଯକ୍ଷः ରାମଗିରି ଆଶ୍ରମେଷୁ ବସତିମ୍ ଚକ୍ରେ। ଯକ୍ଷ ରାମଗିରି ଆଶ୍ରମରେ ବାସ କରୁଥିଲା। ହେଇଗଲା ପିଲେ, ଏତିକି ହେଲା କଥା। ତାହେଲେ ଯୋଉ ରାମଗିରି ଆଶ୍ରମେଷୁ ଯାଇନ ପିଲେ, କଣ ହେଇଗଲା? ସକାରଣ ବିଭକ୍ତି, ଅଧିକରଣେ ସପ୍ତମୀ। ସପ୍ତମୀ। ଆଉ ବସତିମ୍ ଟା ହେଇଗଲା ପିଲେ କଣ? କର୍ମ ଦ୍ଵିତୀୟା। କର୍ମଣି ଦ୍ୱିତୀୟା। ତ କର୍ମ ହଉ ତ କର୍ମଣି ଦ୍ୱିତୀୟା। ଆଉ ଯକ୍ଷ ତ ପିଲେ କର୍ତ୍ତା, ସେଥିପାଇଁ କଣ ହେଇଯିବ? କର୍ତ୍ତରୀ ପ୍ରଥମ। କର୍ତ୍ତରୀ ପ୍ରଥମା। ତ ବର୍ତ୍ତମାନ ପିଲେ ଯୋଉ ରାମଗିରି ଆଶ୍ରମେଷୁ, ରାମଗିରିର ଆଶ୍ରମ, ତାହା ପିଲେ କେମିତିକା ଥିଲା? ତାର ପିଲେ ଦିଟା ଦେଇଛି ବିଶେଷଣ ପଦ। ତ ବିଶେଷ୍ୟର ପିଲେ ଯାହା ସକାରଣ ବିଭକ୍ତି, ବିଶେଷଣର ମଧ୍ୟ ପିଲେ ତାହା ହିଁ ସକାରଣ ବିଭକ୍ତି ହେଲା। ମନେ ରଖିଦିଅ, ବିଶେଷ୍ୟର ଯାହା ସକାରଣ ବିଭକ୍ତି ହବ, ବିଶେଷଣର ମଧ୍ୟ ପିଲେ ସେଇଆ ହିଁ ସକାରଣ ବିଭକ୍ତି ହବ ହେଲା। ତାହେଲେ ରାମଗିରି ଆଶ୍ରମେଶ୍ୱର ପିଲେ ଦିଟା ଅଛି ବିଶେଷଣ ପଦ। କଣ ପିଲେ ଦିଟା ବିଶେଷଣ ପଦ? ନା ସ୍ନିଗ୍ଧ ଛାୟା ତରୁଷୁ ହେଲା। ସ୍ନିଗ୍ଧ ଛାୟା ତରୁଷୁ। ତ ପିଲେ ସ୍ନିଗ୍ଧ ମାନେ ହଉଛି ବହୁଳ। ଏଠି ପିଲେ ବହୁଳ ଅର୍ଥରେ ନିଆଯାଇଛି, ବୁଝି ହଉଛି ପିଲେ। ସ୍ନିଗ୍ଧ ମାନେ ମାନେ ପୁରା ଘଞ୍ଚ ବୋଲି କହିପାରିବା ହେଲା। ଆଉ ବାକି ଛାୟା ମାନେ ତ ପିଲେ ଛାୟା। ଏରେ ପିଲେ ଭୟ ଶୁଣି ପାରୁଛ? ହେଲା। ତ ସେ କହୁଛି ସ୍ନିଗ୍ଧ ମାନେ ହଉଛି ପିଲେ ଅତ୍ୟନ୍ତ ବା ଘଞ୍ଚ। ଛାୟା ମାନେ ପିଲେ ଛାଇ। ତରୁ ମାନେ ହଉଛି ପିଲେ କଣ? ବୃକ୍ଷ ପିଲେ। ଆଉ ତାହେଲେ ବୃକ୍ଷ। ଅର୍ଥ ପିଲେ କଣ ହେଲା? ନା ଘଞ୍ଚ ଛାଇ ଦଉଥିବା ଗଛ ଗୁଡିକ ଯୋଉ ଜାଗାରେ ଥିଲେ, ସିଏ ହଉଛି ରାମଗିରି ଆଶ୍ରମ। ତ ରାମଗିରି ଆଶ୍ରମର ଯୋଉ ଗଛ ଗୁଡାକ ଥିଲା ପିଲେ, ସେ ଅତ୍ୟନ୍ତ ଛାୟା ଦଉଥିଲେ। ତ ସେଥିପାଇଁ ତାର ବିଶେଷଣ ପଦ ହଉଛି ପିଲେ ସ୍ନିଗ୍ଧ ଛାୟା ତରୁଷୁ। ଆଉ ତ ସ୍ନିଗ୍ଧ ଛାୟା ତରୁଷୁ, ଇଏ ହଉଛି ରାମଗିରି ଆଶ୍ରମେଶ୍ୱର ବିଶେଷଣ ପଦ। ସେଥିପାଇଁ ୟାର ମଧ୍ୟ ସକାରଣ ବିଭକ୍ତି କଣ ହେଇଯିବ? ଅଧିକରଣ ସପ୍ତମୀ। ଅଧିକରଣେ ସପ୍ତମୀ ହେଲା। ତମାନେ ଏଇ ଯୋଉ ତମମାନଙ୍କ ସେଇଥିରେ ପିଲେ ବହି ଗୋଟେ ପଠେଇ, ତମାନେ ସେଥିରେ ତାର ବିଗ୍ରହ ବାକ୍ୟ ପିଲେ ଦେଖିପାରିବ ହେଲା। ସ୍ନିଗ୍ଧ ଛାୟା ଗୋଟେ ମୂଳ ଗ୍ରନ୍ଥ ଟାଇପରେ ପଠେଇଥିଲି ତମମାନଙ୍କୁ ନା ପିଲେ, ସେଥିରେ ତମେ ତାର ବିଗ୍ରହ ବାକ୍ୟ ପିଲେ ଏଇଥିରେ ଦେଖିପାରିବ। କାହିଁ କୋଉଥିରେ ଦେଇଛି ପିଲେ? ସାର୍ କୋଉଠି ପଠେଇଛନ୍ତି ସାର୍? ଏଇଟା ତମକୁ ଯୋଉ ଲିଙ୍କ ପିଲେ ଦିଆଯାଇଥିଲା, ସେ ଲିଙ୍କରେ ଅଛି ହେଲା। ଦେଖ ଏଇ ଜାଗାରେ ଦେଇଛି ହେଲା। ୟାକୁ ତ ମାନେ ମେନସନ କରିଦଉଥିବ ଯୋଉ ଜାଗାରେ ଲେଖୁଛ, ନୋଟ ଫୋଟ କରୁଛ ପିଲେ। ତ ସ୍ନିଗ୍ଧ ଛାୟା ତରୁଷୁ ପିଲେ ଦେଇଛି ସ୍ନିଗ୍ଧା ଚ ସା ଛାୟା। ସ୍ନିଗ୍ଧ ଛାୟା ଇଏ ହଉଛି କର୍ମଧାରୟ ସମାସ। ତାପରେ ପିଲେ ନେକ୍ସଟ ପିଲେ କୋଉଠି ହେଇଛି? ହେଇଠି କୁଆଡେ ଗଲା ପିଲେ? ହେଇଠି ସ୍ନିଗ୍ଧ ଛାୟା ପ୍ରଧାନଃ ତରବଃ ଯେଷୁ ସ୍ନିଗ୍ଧ ଛାୟା ତରୁଷୁ। ଆକ୍ଚୁଆଲି ପିଲେ ପରୀକ୍ଷାରେ କଣ ହୁଏ କି, ବଡ ବଡ ସମାସ କେବେ ପଚାରି ନଥାଏ ପିଲେ। ଯେମିତି ରାମଗିରି ଆଶ୍ରମେଷୁ ପିଲେ ଦିଟା ପଦକୁ ନେଇକି ସମାସ ହେଇଛି, ତ ଏଇ ଟାଇପ ର ସମାସ ପରୀକ୍ଷାରେ ପଚାରିଥାଏ। କିନ୍ତୁ ସ୍ନିଗ୍ଧ ଛାୟା ତରୁଷୁ ଏଥିରେ ତିନିଟା ପଦକୁ ନେଇକି ସମାସ ହେଇଛି। ସ୍ନିଗ୍ଧ ଛାୟା ଆଉ ହଉଛି କଣ? ତରୁ। ହଁ। ତ ସେଥିପାଇଁ ଏତେ ବଡ ବଡ ବହୁବ୍ରୀହି ସମାସ କର୍ମଧାରୟ ସମାସ ହବ। ବହୁବ୍ରୀହି ସମାସ ହିଁ କରିବ। ଲାଷ୍ଟକୁ ଯୋଉ ସ୍ନିଗ୍ଧ ସମାସ ଛାୟା ହେଲା ତରୁଷୁ। ପିଲେ, ସେଇ ସମାସଟାକୁ ଗ୍ରହଣ କରିବ ହେଲା। ସାର୍ ହୁଁ। ସାର୍ ଏଇ ଲିଙ୍କ ଟିକେ ଆଉ ଟିକେ ସେଣ୍ଡ କରିଦେବେ। ହଁ ମୁଁ ଏ ପଠେଇଦେବି ଯୋଉ ପିଲେ ହେଲା। PDF ଯୋଉଟା ଅଛି ଏଇଟା। ହଁ। ତ ସ୍ନିଗ୍ଧ ଛାୟା ପ୍ରଧାନଃ ତରବଃ ଯେଷୁ ସ୍ନିଗ୍ଧ ଛାୟା ତରୁଷୁ। ଇଏ ହଉଛି ପିଲେ ମଧ୍ୟ ପଦ ଲୋପୀ ତତ୍ପୁରୁଷ କରିକିରି ଏଇଟା ପିଲେ ଇଏ ତ ଅନ୍ୟ ପଦକୁ ଯେହେତୁ ବୁଝଉଛି, ତ ଇଏ ହେଇଯିବ ପିଲେ କଣ? ବହୁବ୍ରୀହି ସମାସ ଆଉ ହେଲା। ହଉ ତାହେଲେ ପିଲେ
ଏତିକି କଥା ସାର୍ ସ୍ନିଗ୍ଧ ମାନେ କହିଲେ ଘଞ୍ଚ ନା? ହଁ ଘଞ୍ଚ ଝିଅ ହେଲା। ଇଏ ତ ଗୋଟେ ହେଇଗଲା ପିଲେ। ଆଉ କଣ ପିଲେ, ଆଉ କେମିତିକା ଥିଲା ରାମଗିରି ଆଶ୍ରମ? ତ ତା ପାଇଁ ଆଉ ଗୋଟେ ଭୀଷଣ ପଦ ହଉଛି ପିଲେ କଣ ନା ଜନକ ତନୟା ସ୍ନାନ ପୁଣ୍ୟ ଦକେଶୁ। ଏ ଟୋଟାଲ ଟା ପିଲେ ଗୋଟିଏ ପଦ। ଜନକ ତ ଆମେ ଜାଣିଛେ ତ ରାଜା ଜନକ, ତାଙ୍କର ତନୟା କିଏ ସେ ପିଲେ ଜନକ ତନୟା? ସୀତା ପିଲେ ହେଲା। ଜନକ ତନୟାର ଅର୍ଥ ହେଇଗଲା ପିଲେ ସୀତା। ଆଉ ସ୍ନାନର ଅର୍ଥ ଜାଣିଛ ତ ମାନେ ଗାଧେଇବା। ଆଉ ପୁଣ୍ୟର ଅର୍ଥ ବି ତ ମାନେ ଜାଣିଛ ପିଲେ କଣ? ପବିତ୍ର। ହଁ ଆଉ ତାପରେ ପିଲେ ଉଦକ, ଉଦକ ମାନେ ହଉଛି ଜଳ। ଜଳ ପିଲେ। ତ ଅର୍ଥ ପିଲେ ଏମିତି କରିବା ପିଲେ କି ଜନକ ତନୟାଙ୍କର ସ୍ନାନ ଫଳରେ ଯେଉଁ ସ୍ଥାନର ଜଳ ପିଲେ ପବିତ୍ର ହେଇଯାଇଛି ସିଏ ହଉଛି ରାମଗିରି ଆଶ୍ରମ। କାହିଁକି ନା ପିଲେ ତ୍ରେତୟା ଯୁଗରେ ମା ସୀତା ପିଲେ ରାମଙ୍କ ସହିତ ସେଇଠି ବାସ କରୁଥିଲେ ରାମଗିରି ଆଶ୍ରମରେ। ତ ସେଠାକାର ଯୋଉ ଜଳାଶୟ ପିଲେ ଅଛି ସେଠି ନିହାତି ଭାବରେ ସ୍ନାନ କରୁଥିବେ। ଆଉ ଯୋଉ ଜଳାଶୟରେ ପିଲେ ନା ନାଇଁ ଜଗତ ଜନନୀ ସୀତା ପିଲେ ସ୍ନାନ କରିଛନ୍ତି, ସେ ଜଳ ତ ଯାଇଥିବା ଜଳ ନୁହଁ ପିଲେ। ତ ସେଥିପାଇଁ କଣ ହେଇଛି ନା ଜନକ ତନୟାଙ୍କର ମାନେ ସୀତାଙ୍କର ସ୍ନାନ ଫଳରେ ଯେଉଁ ସ୍ଥାନର ଜଳ ପିଲେ କଣ ହେଇସାରିଛି? ପବିତ୍ର ହେଇସାରିଛି। ସାର୍ ଆପଣଙ୍କର ଭଏସ କ୍ଲିୟର ଆସୁନି। ଆରେ ପିଲେ ଭଏସ ଶୁଣିପାରୁନ? ସାର୍ କିଛି ଶୁଣା ଯାଉନି। ହଁ ଏବେ ଏବେ ଶୁଣି ହଉଛି ଟି ପିଲେ? ଆଜ୍ଞା ସାର୍ ଏବେ ଶୁଭିଲା। ହଁ ତ କଣ ଅର୍ଥ ପିଲେ ହେଲା? ତ ସୀତାଙ୍କର ସ୍ନାନ ଫଳରେ ଯେଉଁ ସ୍ଥାନର ଜଳ ପିଲେ ପବିତ୍ର ହେଇଯାଇଛି ସିଏ ହଉଛି ପିଲେ ରାମଗିରି ଆଶ୍ରମ। ଆଉ ସେଇ ରାମଗିରି ଆଶ୍ରମରେ ପିଲେ କିଏ ବାସ କରୁଥିଲା? ଯକ୍ଷ। ଯକ୍ଷ। ତାହେଲେ ଏତିକିର ଅର୍ଥ ବୁଝି ହବଟି ପିଲେ ନା ନାଇଁ? ତଳ ଦି ଲାଇନ ର ଅର୍ଥ। ଆଜ୍ଞା। ତ ଯଦି ପିଲେ ପଚାରିଲା ମନେକର ଜନକ ତନୟା କା, ତାହେଲେ ପିଲେ ଉତ୍ତର ହେଇଯିବ ସୀତା। ଜନକ ତନୟାଃ ସ୍ନାନେନ କୁତ୍ର ଉଦକମ୍ ପୁଣ୍ୟମ୍, ତାହେଲେ ପିଲେ ହେଇଯିବ କଣ? ରାମଗିରି ହଁ ତ ରାମଗିରି ଆଶ୍ରମେଶୁ। ଠିକ ଅଛି। ସୀତାଙ୍କର ସ୍ନାନ ଫଳରେ କେଉଁ ଜାଗାର ଜଳ ପିଲେ ପୁଣ୍ୟ ହେଇଛି ତାହେଲେ ଉତ୍ତର ହେଇଯିବ କଣ? ରାମଗିରି ଆଶ୍ରମ ହେଲା। ତାହେଲେ ପିଲେ ହେଇଯିବ ତାହେଲେ ଯକ୍ଷ ଜନକତନୟା ସ୍ନାନ ପୁଣ୍ୟ ଦକେଶୁ ସ୍ନିଗ୍ଧ ଛାୟା ତରୁଷୁ ରାମଗିରି ଆଶ୍ରମେଶୁ ବସତିମ୍ ଚକ୍ରେ। ହେଲା ଇଏ ହେଲା ମୋଟାମୋଟି ଅର୍ଥ। ତାହେଲେ ଯକ୍ଷ ମା ସୀତାଙ୍କର ସ୍ନାନ ଫଳରେ ପବିତ୍ର ହେଇଯାଇଥିବା ଜଳ ବାଲା ଆଉ ସ୍ନିଗ୍ଧ ଛାୟା ପ୍ରଦାନ କରୁଥିବା ବୃକ୍ଷ ବାଲା ରାମଗିରି ଆଶ୍ରମରେ ବାସ କରୁଥିଲେ। ହେଲା ବାସ୍ ଏତିକି ହିଁ ଜିନିଷ ପିଲା, ଆଉ କିଛି କଥା ନାହିଁ। ତାପରେ ଯୋଉ ଯକ୍ଷ କଥା ପିଲେ ସେ କହିଲା, ତ ଯକ୍ଷ ପୁଣି କେମିତିକା ତାର ପିଲେ କିଛି ବିଶେଷଣ ପଦ ପିଲେ ଦେଇଛନ୍ତି। ତ ଯକ୍ଷର ପ୍ରଥମ ବିଶେଷଣ ପିଲା ଅଛି କଶ୍ଚିତ୍। କଶ୍ଚିତ୍ ର ଆକ୍ଚୁଆଲି ପିଲେ ଯଦି ସନ୍ଧି କରିବ ପିଲେ କହ ପ୍ଲସ ଚିତ୍। ମାନେ ଚିତ୍ ଆଉ ଚନ ପ୍ରତ୍ୟୟ ପିଲେ ଯେତେବେଳେ କୌଣସି ଜିନିଷ ଅନିର୍ଦ୍ଦିଷ୍ଟ ଥାଏ ନା ନାଇଁ, କାହାର ନାଁ ଜଣା ନଥାଏ ଅଥବା ନାଁ ନବା ପାଇଁ ଆମେ ଚାହୁଁ ନଥାଉ, ସେତେବେଳେ ଆମେ ମାନେ ଚିତ୍ ଆଉ ଚନ ପ୍ରତ୍ୟୟ ବ୍ୟବହାର କରିଥାଉ। କଶ୍ଚିତ୍ କଶ୍ଚନ ଏମିତି ମଧ୍ୟ ବ୍ୟବହାର ପିଲେ କରିପାରିବା। କଶ୍ଚିତ୍ ମାନେ କୌଣସି ଜଣେ ଥିଲା, କଣ ତାର ନାଁ ହେଇଥିବ ନା ନାଇଁ। ତ ଏଠି ସେମିତି କାଳିଦାସ ମଧ୍ୟ ପିଲେ କହିଛନ୍ତି କଶ୍ଚିତ୍ ଯକ୍ଷ, କୌଣସି ଏକ ଯକ୍ଷ। ବୁଝଉଛି ପିଲେ କୌଣସି ଏକ ଯକ୍ଷ ପିଲେ ବାସ କରୁଥିଲା। ତାହେଲେ କଶ୍ଚିତ୍ ମଧ୍ୟ ପିଲେ ହେଇଯିବ କଣ? କର୍ତ୍ତରୀ ପ୍ରଥମା ପିଲେ। ଠିକ ଅଛି କର୍ତ୍ତରୀ ପ୍ରଥମା। ତାହେଲେ କଶ୍ଚିତ୍ ଯକ୍ଷଃ ବସତିମ୍ ଚକ୍ରେ। ଆଉ କେମିତିକା ଯକ୍ଷ ପିଲେ ନା କହୁଛି ପିଲେ କଶ୍ଚିତ୍ ୱାର୍ଡ ବୁଝିହେଇଗଲା। ଆଉ ଗୋଟେ ୱାର୍ଡ କହୁଛି ପିଲେ ସ୍ୱାଧିକାରାତ୍ ପ୍ରମତ୍ତଃ। ହେଲା ଆଉ କେମିତିକା ଯକ୍ଷ ନା ପିଲେ ପ୍ରମତ୍ତଃ। ପ୍ରମତ୍ତଃ ର ଅର୍ଥ ପିଲେ କଣ? ନିବୃତ। ଅବହେଳା। ହଁ ଅନବଧାନ ପିଲେ। ହଁ ପ୍ରମତ୍ତଃ ଅସାବଧାନ। ଠିକ ଅଛି। ତାହେଲେ ପିଲେ ପ୍ରମତ୍ତଃ ଯିଏ ଅସାବଧାନ କରିଛି କୋଉଠୁରୁ ନା ସ୍ୱାଧିକାରାତ୍ ନିଜର କର୍ତ୍ତବ୍ୟରୁ। ସ୍ୱାଧିକାରାତ୍ ପିଲେ ସ୍ୱସ୍ୟ ଅଧିକାରାତ୍ ସ୍ୱାଧିକାରାତ୍ ହେଲା ସ୍ୱସ୍ୟ ସାର୍ ଅଧିକାରାତ୍। ନିବୃତ ହବନି ସାର୍? ହଁ ନିବୃତ୍ତ ବି ହେଇପାରିବ ଝିଅ ହେଲା। ତ ଇଏ ମଧ୍ୟ ପିଲେ ଷଷ୍ଠୀ ତତ୍ପୁରୁଷ ପିଲେ।
ठीक अच्छे ताले पिले स्वस्य अधिकारात स्वाधिकारात ताले स्वाधिकारात प्रमत्तः कश्चित यक्षः निज कर्तव्य अवहेला करिथिबा कौनसी एक यक्ष बुझला पिले ताले जो स्वाधिकारात पिले पंचमी हेची ताले को पंचमी पिले अपादाने ଅପାଦାନ ପଞ୍ଚମୀ बुझौछि पिले अपादाने पंचमी पिले जदि पचारिबो अपादान संज्ञा कोथि रहिछि ताले पिले हम माने कहबा प्रमत्त जोगे ଅପାଦାନ ଅପାଦାନ। ସଂଜ୍ଞା ନାଇଁ ନାଇଁ ପ୍ରମତ୍ତ ଯୋଗରେ ପିଲେ ଅପାଦାନ ସଂଜ୍ଞା ହେଇଛି ସ୍ୱାଧିକାରାତରେ ପିଲେ ପ୍ରମତ୍ତ ଯୋଗରେ କୋଉ ସଂଜ୍ଞା ହେଇଛି ଅପାଦାନ ଅପାଦାନ ସଂଜ୍ଞା ସଂଜ୍ଞା ଆଉ ବାକି ଯୋଉ ପଞ୍ଚମୀ ହେଇଛି ପିଲେ କୋଉଥିରେ ପଞ୍ଚମୀ ହେଇଛି ଅପାଦାନ ହଁ ତ ଅପାଦାନେ ପଞ୍ଚମୀ ହେଇଛି ପିଲେ ହେଲା ପ୍ରମତ୍ତ ମାନେ କଣ କହିଲେ? ପ୍ରମତ୍ତ ଅସାବଧାନ ସାର୍ ପ୍ରମତ୍ତ ଗୋଟେ ଉପପଦ କି? ଉପପଦ କାହିଁକି ହବ ପ୍ରମତ୍ତ ହଉଛି ପିଲେ ଯକ୍ଷର ତ ବିଶେଷଣ ପଦ ଆଉ ସେଥିପାଇଁ ଯକ୍ଷର ଯେହେତୁ କର୍ତ୍ତରୀ ପ୍ରଥମା ତ ପ୍ରମତ୍ତ ହର ମଧ୍ୟ ପିଲେ କଣ ହେଇଯିବ କର୍ତ୍ତରୀ ପ୍ରଥମା ପିଲେ ପ୍ରମତ୍ତ ହରେ ଯୋଉ ପିଲେ କହିଲେ ପ୍ରମତ୍ତ ସାର୍ ସେଥିପାଇଁ ପଚାରୁଛି ପ୍ରମତ୍ତ ଟା କଣ ତା ଯୋଗରେ ପଞ୍ଚମୀ ଯେ ହେଲା ହଁ ପ୍ରମତ୍ତ ଯୋଗରେ ଝିଅ ଏଠି ଯୋଉ ଅପାଦାନ ସଂଜ୍ଞା ହେଇଛି ଠିକ ଅଛି ସେଥିପାଇଁ ଉପପଦ ବିଭକ୍ତି ନୁହଁ ଉପପଦ ବିଭକ୍ତି ଯେତେବେଳେ ପଦ ଦ୍ଵାରା ବିଭକ୍ତି ହୁଏ ଏଠି ପଦ ଦ୍ଵାରା ବିଭକ୍ତି ହଉନି ଏଠି ପଦ ଦ୍ଵାରା କଣ ହଉଛି ପିଲେ କାରକ ହଉଛି ନା ନାଇଁ ପ୍ରମତ୍ତ ଯୋଗରେ ପିଲେ କୋଉ କାରକ ହୁଏ ଅପାଦାନ କାରକ ହୁଏ ନା ନାଇଁ ହଁ ପ୍ରମତ୍ତ ଯୋଗରେ ପିଲେ ପଞ୍ଚମୀ ବିଭକ୍ତି ହୁଏନି ଅପାଦାନ କାରକ ହୁଏ ଆଉ ବାକି ଅପାଦାନ କାରକ ହେଲେ ଅପାଦାନ ପଞ୍ଚମୀରେ ପିଲେ କଣ ହେଇଯିବ ପଞ୍ଚମୀ ହେଇଯିବ ହଁ ନା ଅପାଦାନ ପଞ୍ଚମୀରେ ପିଲେ ପଞ୍ଚମୀ ହବ ଠିକ ଅଛି ପିଲେ ଆରେ ଏତିକିର ଅର୍ଥ ବୁଝିଲା ଟି ନା ନାଇଁ ଆଜ୍ଞା ସାର୍ ତାପରେ ପିଲେ କଣ କହୁଛି ଆଉ କେମିତିକା ଯକ୍ଷ ନା ପିଲେ ଅଷ୍ଟମ ଗମିତ ମହିମା ଏଠି ତଳେ ପିଲେ ସନ୍ଧି ହେଇଛି କଣ ସନ୍ଧି ହେଇଛି ସାପେନ ପ୍ଲସ ପିଲେ ହଁ ଅଷ୍ଟମ ଗମିତ ମହିମା ଅଷ୍ଟମ ଗମିତ ମହିମା ଠିକ ଅଛି ପିଲେ ଚାଲ ତ ପିଲା ସାପେନ ଅଷ୍ଟମ ଗମିତ ମହିମା ତ ଏଠି ପିଲା ଆଉ ଗୋଟେ ବିଶେଷଣ ପଦ ହଉଛି ପିଲେ ଯକ୍ଷର କଣ ନା ଅଷ୍ଟମ ଗମିତ ମହିମା ବୁଝିହଉଛି ପିଲେ ଅଷ୍ଟମ ଗମିତ ମହିମା ପିଲାର ଅର୍ଥ କଣ ନା ଅଷ୍ଟମ ଗମିତ ମହିମା ୟସ୍ୟ ସହ ଅଷ୍ଟମ ଗମିତ ମହିମା କୋଉ ସମାସ ପିଲେ ହେଲା बहुब्री समास पिले ताले कौन विग्रह वाक्य हला पिले अस्तम गमितः महिमा यस्य सह है ना ये होची पिले बहुब्री समास ठीक अछि पिले ताले अस्तम गमित हे सारी अस्तम गमित माने चली जाईची सरी जाईची कौन सरी जाईची पिले ना महिमा महिमा माने शक्ति हैला तो पिले अस्तम गमित हे जाईची शक्ति जहार सी होची पिले अस्तम गमित महिमा ताले कहार शक्ति पिले सरी जाईची कहार शक्ति पिले चली जाईची ଯକ୍ଷର ତ ସେଥିପାଇଁ ଅଷ୍ଟମ ଗମିତ ମହିମା କହ ଗମିତ ମହିମା ଅଷ୍ଟମ ଗମିତ ମହିମା ଯକ୍ଷ ଇଏ ହଉଛି ପିଲେ ଯକ୍ଷର ବିଶେଷଣ ପଦ ସେଥିପାଇଁ ଅଷ୍ଟମ ଗମିତ ମହିମା ମଧ୍ୟ ହଉଛି ପିଲେ କର୍ତ୍ତରୀ ପ୍ରଥମା ବୁଝଉଛି ପିଲେ କର୍ତ୍ତରୀ ପ୍ରଥମା ତାହେଲେ ଯୋଉ ଅଷ୍ଟମ ଗମିତ ମହିମା ପିଲେ ତାହେଲେ ତା ଶକ୍ତି ପିଲେ ଅଷ୍ଟମ ଗମିତ ମହିମା ଟା କୋଉ ସମାସ ହେଲା କି बहुब्री ताले ये जो पिले घटना घटिला जे अष्टम गमित महिमा जो यक्ष हैला तार शक्ति जो चली गला तो काहे की शक्ति चली गला को कारण रु पिले कारण कोन ना कारण होची पिले कोन ना सापेन हैला तो साप होची पिले कारण साप माने अभिशाप पिले ठीक अच्छे तो सापेन पिले साप कारण अभिशाप कारण पिले तार शक्ति चली जाइछि ना नहीं ताले एटे सापेन ताले कोन हे गला पिले को तृतीया पिले हेतु तृतीया कहीं ना एटी साप होची पिले तार कारण शक्ति चली जीवा पछर कारण पिले
ତ ସେଥିପାଇଁ ସାପେନ ହଉଛି ପିଲେ ହେତୁ ତୃତୀୟା। ତାହେଲେ ସାପେନ ଅସ୍ତଙ୍ଗମିତ ମହିମା ପିଲେ ହେତୁ ଅଭିଶାପ କାରଣରୁ ତ ସିଏ ପିଲେ ଅସ୍ତଙ୍ଗମିତ ମହିମା ହେଇଯାଇଥିଲା। କିଏ ସେ ନା ଯକ୍ଷ ପିଲେ। ଆଉ ତ ସେ ଯୋଉ ଅଭିଶାପ ପିଲେ ସେ କାହାର ଅଭିଶାପ ଥିଲା ନା ପିଲେ ଭରତୁହୁ। କାହାର ପିଲେ ଭରତୁହୁ ମାନେ ମାଲିକର। ତ ତାର ହେଲା ମାଲିକର। ତାହେଲେ ପିଲେ ଭରତୁହୁଟା ହେଇଯିବ କଣ ଶେଷେ ଶେଷେ ଷଷ୍ଠୀ ବା ତମ ମାନେ ସମ୍ବନ୍ଧ ଷଷ୍ଠୀ ବା ଆମେ ତାକୁ ପିଲେ ଶେଷେ ଷଷ୍ଠୀ ବୋଲି ମଧ୍ୟ କହିପାରିବା। ସାର୍ ମାଲିକର ନାଁ ତ କିଛି ନଥିଲା ସାର୍। ମାଲିକର ନାଁ ଆଗକୁ କହିବ କୁବେର ବୋଲି ହେଲା କୁବେର ଆଗକୁ କହିବ ଆଉ ହେଲା ପିଲେ। ତାହେଲେ ବୁଝିହେଲା। ତାହେଲେ ସେ ସାର୍ କଣ କହୁ ସାର୍ ଭର୍ତ୍ତୁହଟା ସମ୍ବନ୍ଧ ସୃଷ୍ଟି ହବନି? ଶେଷେ ସାର୍ ଷଷ୍ଠୀ କିଛି ଯାହା ଶୁଣା ଯାଉନି। ସମ୍ବନ୍ଧ ଷଷ୍ଠୀ ପରା ସେଇଆ। ହେଲା ଶେଷେ ଷଷ୍ଠୀ ଯାହା ପିଲେ ସମ୍ବନ୍ଧ ଷଷ୍ଠୀ ହଉଛି ସେଇଆ। କିଛି ବି ଶୁଣା ଯାଉନି ସାର୍ ଭଏସ ଆସୁନି। ଆରେ ପିଲେ ଭଏସ ଶୁଣି ପାରୁଛ? ଏବେ ସାର୍ ଶୁଭାଗଲା। ଆଜ୍ଞା ସାର୍। ହଉ ହଉ ଏଥର ହେଲା କି ପିଲେ କଣ ବୁଝିଲ କହିଲ? ତାହେଲେ ଭର୍ତ୍ତୁହୁ ପିଲେ ହଉଛି କଣ ମାଲିକ ପିଲେ ହେଲା। ତ ମାଲିକର ଅଭିଶାପ କାରଣରୁ ପିଲେ ତାର କଣ ପଳେଇ ଯାଇଥିଲା ପିଲେ ଶକ୍ତି ପଳେଇଯାଇଥିଲା। ଶକ୍ତି ପିଲେ ପଳେଇ ଯାଇଥିଲା। ତ ସେ ଅସ୍ତଙ୍ଗମିତ ମହିମା ପିଲେ ହେଇସାରିଥିଲା। ତାହେଲେ ସେଇ ଯୋଉ ଅଭିଶାପ ପିଲେ ସିଏ ପୁଣି କେମିତି ଅଭିଶାପ? ତ ତାର ମଧ୍ୟ ପିଲେ ଦିଟା ବିଶେଷଣ ପଦ ଅଛି। ଗୋଟେ ହଉଛି ପିଲେ ବର୍ଷ ଭୋଗ୍ୟେଣ। କଣ ପିଲେ ପ୍ରଥମ ବିଶେଷଣ ଦେଇଛି ବର୍ଷ ଭୋଗ୍ୟେଣ ହେଲା। ତ ଯଦି ପିଲେ ସାପେ ନ ହେଇଗଲା ପିଲେ ହେତୁ ତୃତୀୟା ତାହେଲେ ବର୍ଷ ଭୋଗ୍ୟଣ ମଧ୍ୟ କଣ ହେଇଯିବ ହେତୁ ତୃତୀୟା ପିଲେ। ତ ବର୍ଷ ଭୋଗ୍ୟଣ ହଉଛି ପିଲେ ବର୍ଷମ ଭୋଗ୍ୟ ନା ନାଇଁ ବର୍ଷମ ଭୋଗ୍ୟ ଭୋଗ୍ୟ କମା ତେନ। କୋଉ ସମାସ ପିଲେ ଦ୍ୱିତୀୟା ତତ୍ପୁରୁଷ ହେଲା। ତାହେଲେ ପିଲେ ବର୍ଷମ ଭୋଗ୍ୟ କମା ତେନ ବର୍ଷ ଭୋଗ୍ୟେଣ। ତାହେଲେ ପିଲେ ବର୍ଷ ଭୋଗ୍ୟଣ ମାନେ ହଉଛି ଗୋଟେ ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ଥିବା। ମାନେ ତାକୁ ଯୋଉ ଅଭିଶାପ ମିଳିଥିଲା ପିଲେ କେତେ ବର୍ଷ ପର୍ଯ୍ୟନ୍ତ ମିଳିଥିଲା ଗୋଟେ ବର୍ଷ ପର୍ଯ୍ୟନ୍ତ। ତ ଗୋଟେ ବର୍ଷ ପର୍ଯ୍ୟନ୍ତ ତାକୁ ଭୋଗିବାକୁ ପଡିବ। କଣ ଭୋଗିବାକୁ ପଡିବ ପିଲେ? କଣ ସେ ଅଭିଶାପ ଥିଲା ନା କାନ୍ତା ବିରହ ଗୁରୁଣା। ଇଏ ହଉଛି ପିଲେ ମଧ୍ୟ ଗୋଟେ ବିଶେଷଣ ପଦ। କାହାର ନା ସାପେନ ଅଭିଶାପ ପିଲେ କେମିତିକା ଅଭିଶାପ ନା ପିଲେ କାନ୍ତା ବିରହ ଗୁରୁଣା। ପିଲେ କାନ୍ତା ମାନେ ହଉଛି ହଁ କାନ୍ତା ମାନେ ପିଲେ ସ୍ତ୍ରୀ ନୁହଁ ସ୍ତ୍ରୀ କିନ୍ତୁ କେମିତିକା ସ୍ତ୍ରୀ ପିଲେ ପ୍ରିୟତମା। ହଁ ତ ଯିଏ ପ୍ରଥମେ ପ୍ରିୟତମ ଥିଲା ପରେ ସ୍ତ୍ରୀ ହେଇଛି ତାକୁ କାନ୍ତା କୁହାଯାଏ ପିଲେ। ଆଉ ଯାହାର ଆରେଞ୍ଜ ମ୍ୟାରେଜ ତ ତାଙ୍କ ପାଇଁ କାନ୍ତା ୱାର୍ଡ ବ୍ୟବହାର ହବନି। ତାଙ୍କ ପାଇଁ କେବଳ ଧର୍ମପତ୍ନୀ ୱାର୍ଡ ବ୍ୟବହାର ହବ। ଆଉ ଯାହାର ଲଭ ମ୍ୟାରେଜ ହେଇଥାଏ ସେମାନଙ୍କର ପିଲେ ବ୍ୟବହାର ହବ କଣ ତାଙ୍କ ପତ୍ନୀଙ୍କ ପାଇଁ କାନ୍ତା ହେଲା। ତ ସେଥିପାଇଁ ପିଲେ ଏଠି କାନ୍ତା ବ୍ୟବହାର କରେ। ସେଥିପାଇଁ ତ ଯକ୍ଷକୁ ପିଲେ ଅଧିକ କଷ୍ଟ ହଉଛି ନାଇଁ ଯେହେତୁ ପ୍ରିୟତମା ବି ଆଉ ତା ସହିତ ସ୍ତ୍ରୀ ମଧ୍ୟ ହେଲା। ଖାଲି ସ୍ତ୍ରୀ ହେଇଥିଲା ଗୋଟେ ପ୍ରକାର ଚଳି ଦେଇଥାନ୍ତା। ତ ସେଥିପାଇଁ କାନ୍ତା ବିରହ ଗୁରୁଣା। ତ ପିଲେ ପ୍ରିୟତମା କର ପିଲେ ବିରହ ଆଉ ଗୁରୁ ଶବ୍ଦର ଅର୍ଥ ହଉଛି ପିଲେ କଣ କଷ୍ଟ ବୁଝଉଛି। ତ ପିଲେ କାନ୍ତାୟାଃ ବିରହ ତେନ ଗୁରୁଣା କାନ୍ତା ବିରହ ଗୁରୁଣା ବୁଝି ହଉଛି। ଏମିତିଆ ବିଗ୍ରହ ବାକ୍ୟ ପିଲେ କଣ କରିଛି ଏଥିରେ ବହିରେ ପିଲେ ଦେଖିଲ ଏ ବହିରେ ପିଲେ କାନ୍ତା ବିରହ ଗୁରୁଣା ଟା କଣ କରିଛି ଦେଖ। ସାର୍ ଏମିତି ବିଗ୍ରହ ହେଇପାରିବ କି? ହେଇଠି ଦେଖ ପିଲେ ସେ କରିଛି ଏଇଠି ଆଉ କାନ୍ତାୟାଃ ବିରହ କାନ୍ତା ବିରହ। ତ କାନ୍ତାର ବିରହକୁ ପିଲେ କାନ୍ତା ବିରହ କୁହାଯାଏ। ଇଏ ହଉଛି ଷଷ୍ଠୀ ତତ୍ପୁରୁଷ। କାନ୍ତା ବିରହେଣ ଗୁରୁହୁ କାନ୍ତା ବିରହ ଗୁରୁହୁ ତେନ କାନ୍ତା ବିରହ ଗୁରୁଣା। ତ
ତ ପ୍ରିୟତମାର ବିରହକୁ ପ୍ରିୟତମ ବିରହ କୁହାଯାଏ। ଆଉ ସେଇ ପ୍ରିୟତମା ବିରହ କାରଣରୁ ପିଲେ ଯୋଉ କଷ୍ଟ ଯନ୍ତ୍ରଣା ତାକୁ ପିଲେ କୁହାଯାଇଛି କଣ? କାନ୍ତା ବିରହ ଗୁରୁଣା। କାନ୍ତ ବିରହ। ହେଲା, ତାହେଲେ ସାର୍ ପିଲେ ବୁଝି ତୃତୀୟ ତତ୍ପୁରୁଷ ହବ। ହଁ କାନ୍ତା ବିରହେଣ ଗୁରୁ ଲାଷ୍ଟରେ ଯିଏ ହଉଛି ତୃତୀୟ ତତ୍ପୁରୁଷ, ତ ସେଥିପାଇଁ ତୃତୀୟ ତତ୍ପୁରୁଷ କରିବ ହେଲା। ଆଜ୍ଞା ତାହେଲେ ପିଲେ ଏବେ ଟୋଟାଲ ସବୁ ଯାକ ୱାର୍ଡ ର ଅର୍ଥ ତମାନେ ବୁଝି ବି ସାରିଥିବ, ଆଉ ପ୍ରତି ପଦର ପିଲେ ସକାରଣ ବ୍ୟକ୍ତି ବି କରିପାରିବ, ତ କିଛି ଅସୁବିଧା ନାହିଁ ନା ନାଇଁ? ଆଜ୍ଞା ସାର୍। ହେଲା, ତାହେଲେ ମାନେ ସାର୍ ମୋଟାମୋଟି ବର୍ଷ ଭୋଗ୍ୟଣ ସାର୍ ହୁଁ ବର୍ଷ ଭୋଗ୍ୟଣର ବିଗ୍ରହ ବାକ୍ୟ ଟା କଣ ଗୋଟେ କୁହନ୍ତୁ? ବର୍ଷ ଭୋଗିଣ ହେଲା ପରେ ଝିଅ ବର୍ଷମ ଭୋଗ୍ୟ କମାତେନ ବର୍ଷ ଭୋଗ୍ୟେଣ ଦ୍ୱିତୀୟ ତତ୍ପୁରୁଷ ହେଲା। ସାର୍ ଯେତେବେଳେ ଭଏସ କୋଟ ହେଲା ମୁଁ ଶୁଣି ପାରିଲିନି ସାର୍, ସେ ଭର୍ତ୍ତୁର ନାମ କିଛି ଥିଲା କି ସାର୍? ଭର୍ତ୍ତୃ ନାଁ ଝିଅ କୁବେର, ସେଟା ଏବେ କହିନି ଆଗକୁ କହିବ ଝିଅ ହେଲା ଭର୍ତ୍ତୃଙ୍କର ନାଁ। ଠିକ ଅଛି, ଏ ତ ପ୍ରଥମ ଇଏରେ କହିନି, କିନ୍ତୁ ଆଗକୁ ପିଲେ ସେ କୁବେରଙ୍କର ନାଁ ମଧ୍ୟ ନେବେ ପିଲେ ହେଲା। ଏଥିରେ ବର୍ଷ ଭୋଗ୍ୟଣର ପିଲେ କଣ ବିଗ୍ରହ ବାକ୍ୟ କରିଛି କାଇଁ? ହଁ ଏଇଠି ଦେଇଛି ପିଲେ, ଏଇଠି ଦେଖ ବର୍ଷମ ଭୋଗ୍ୟ ବର୍ଷ ଭୋଗ୍ୟ, ଠିକ ଅଛି। ଏଠି ଯୋଉ ଦ୍ୱିତୀୟ ହେଇଛି ପିଲେ କାଲାଧ୍ୱନର ଅତ୍ୟନ୍ତ ସଂୟୋଗରେ ପିଲେ ହେଇଛି। ଆଉ ତାପରେ ପିଲେ ତେନ ବର୍ଷ ଭୋଗ୍ୟେଣ, ଆଉ ସେଇଟା ଲେଖିନି, ସେ ଲେଖିଥାନ୍ତା ଆଉ ହେଲା। ସାର୍ ଭର୍ତ୍ତୃର ପ୍ରକୃତି ପ୍ରତ୍ୟୟ କଣ ହବ? ଭର୍ତ୍ତୃର ଝିଅ ପ୍ରକୃତି ପ୍ରତ୍ୟୟ କଣ କରିବ ପିଲେ? ଭ୍ରୁ ଧାତୃ ତୃଚ୍ ପ୍ରତ୍ୟୟ କରିପାରିବ ଝିଅ, ଠିକ ଅଛି। ହେଲେ ଭର୍ତ୍ତୃ ହେଇଯିବ। ଆଜ୍ଞା। ସାର୍ କାନ୍ତା ବିରହ ଗୁରୁଣା ଟା ସମାସ ତାର ଯୋଉ ସକାଳ ବ୍ୟକ୍ତି ଟା କଣ ହେତୁ ତୃତୀୟା? ହେତୁ ତୃତୀୟା, ଯେହେତୁ ଦେଖ ସାପେନ୍ଦର ଯାହା ବି ହବ ପିଲେ କଣ ସକାରଣ ବ୍ୟକ୍ତି, ତ ବର୍ଷ ଭୋଗିଣର ବି ସେଇଆ ସେଇଟା ହବ। ପରେ ବିଶେଷ ହଁ ବିଶେଷଣ ପଦ କାନ୍ତା ଯେହେତୁ ପିଲେ ବିରହ ଗୁରୁଣା ଟା ବି କାନ୍ତା ବିରହ ଗୁରୁଣା ବି ସେଇଆ ହବ। ସବୁବେଳେ ପିଲେ ଦେଖିବ ବିଶେଷ୍ୟର ଯାହା ହେଇଥିବ ସକାରଣ ବିଭକ୍ତି ଆଖି ବନ୍ଦ କରିକିରି ବିଶେଷଣରେ ମଧ୍ୟ ସେଇଆ ହିଁ କରିବ ପିଲେ ହେଲା। ତାହେଲେ ପ୍ରଥମ ଶ୍ଲୋକ ପିଲେ ପ୍ରାୟତଃ ବୁଝି ହେଇଯାଇଥିବ ନାଇଁ କି? ଆଜ୍ଞା ସାର୍। ଆଜ୍ଞା ସାର୍। ହଉ ତାପରେ ପିଲେ ଅଗ୍ରିମ ଶ୍ଲୋକ ଆମେ ମାନେ ଏତିକି ଜାଣିଲେ ପିଲେ, ମାନେ ଆଉଥରେ ଖାଲି ମୋଟାମୋଟି ଅର୍ଥ କହିଦଉଛେ ପିଲେ। କୌଣସି ଏକ ଯକ୍ଷ ଯିଏ କି ନିଜ ଅଧିକାରରେ ପିଲେ ଅସାବଧାନ କରିଥିଲା, ନିଜ ମାଲିକଙ୍କର ଅଭିଶାପ ଯାହାକି ପିଲେ ଗୋଟେ ବର୍ଷ ପାଇଁ ଭୋଗିବାକୁ ଥିଲା, ଆଉ ସେ ଅଭିଶାପ ଏମିତିକା ଥିଲା କାନ୍ତା ଠାରୁ ଯୋଉ ବିରହ ବା କାନ୍ତା ଠାରୁ ଦୂରେଇ ରହିବା, ସେଥିପାଇଁ ସେ ଅଭିଶାପ ପିଲେ ଥିଲା ଗୁରୁ ମାନେ ଅସହ୍ୟ। ତ ସେହି ଅଭିଶାପ କାରଣରୁ ପିଲେ ଯକ୍ଷର ପିଲେ ଅସ୍ତଙ୍ଗମିତ ମହିମା ହେଇସାରିଥିଲା, ମାନେ ଯକ୍ଷ ଶକ୍ତିହୀନ ହେଇସାରିଥିଲା। ଆଉ ସେଭଳି ଏକ ଯକ୍ଷ ରାମଗିରି ଆଶ୍ରମରେ ପିଲା ବାସ କରୁଥିଲା। ରାମଗିରି ଆଶ୍ରମ ପିଲେ କେଉଁଭଳି ଥିଲା ନା, ରାମଗିରି ଆଶ୍ରମ ଯେଉଁଥିରେ ଘଞ୍ଚ ଛାୟା ପ୍ରଦାନ କରୁଥିବା ଗଛ ମାନେ ସବୁ ଥିଲେ। ଆଉ ମା ସୀତାଙ୍କର ସ୍ନାନ ଫଳରେ ଯେଉଁ ସ୍ଥାନର ଜଳ ପିଲେ କଣ ହେଇସାରିଥିଲା? ପବିତ୍ର ହେବେ। ପବିତ୍ର। ପବିତ୍ର ହେଇସାରିଥିଲା। ତ ସେଭଳି ଏକ ସ୍ଥାନ ରାମଗିରି ଆଶ୍ରମ, ଆଉ ସେଇ ଜାଗାରେ ସେ ଯକ୍ଷ ପିଲେ ବାସ କରୁଥିଲା, ଠିକ ଅଛି। ଚାଲ ତାପରେ ସେଥିରକୁ ନେକ୍ସଟ ପିଲେ ଶ୍ଲୋକ ଦେଖିବା। ୟାକୁ ଟିକେ ଲିଭେଇ ଦବା ପିଲେ, ଗୋଟେ ମିନିଟ ରହିଯାଅ। ସାର୍ ହୁଁ ସାର୍ ଯଦି ସମାସ ପଚାରିଥିବ କାନ୍ତା ବିରହ, ତ ହୁଁ ସେଠି ଷଷ୍ଠୀ ତତ୍ପୁରୁଷ ହବ? ହଁ ଯଦି କେବଳ କାନ୍ତା ବିରହ ପଚାରିବ ଷଷ୍ଠୀ ତତ୍ପୁରୁଷ କରିବ। ଆଉ ଯଦି କାନ୍ତା ବିରହ ଗୁରୁଣା ବୋଲି ପଚାରିବ ତାହେଲେ ପିଲେ ତୃତୀୟା ତତ୍ପୁରୁଷ। ତତ୍ପୁରୁଷ। କାହିଁକି ନା ପିଲେ ସାର୍ ଦେଖ, ସକାରଣ ବିଭକ୍ତି କହୁଥିଲେ କଣ? ସକାରଣ ବିଭକ୍ତି ମାନେ କଣ ସାର୍? ସକାରଣ ବିଭକ୍ତି ମାନେ ଏଠି ବିଭକ୍ତି ହେଇଛି କଣ ପାଇଁ ବିଭକ୍ତି ହେଇଛି, କୋଉ କାରଣରୁ ତୃତୀୟ ହେଲା, କୋଉ କାରଣରୁ ପ୍ରଥମ ହେଲା, ସେଥିପାଇଁ ଏଇଟା ସବୁ ଆଉ ହେଲା। ଦେଖ ମୋର କହିବା କଥା ହଉଛି ପିଲେ, ଯୋଉ ଜାଗାରେ ପିଲେ ଦିଟା ପଦ ଥିବ ସେଠି ତ ଠିକ ଅଛି। ଆଉ ପ୍ରାୟତଃ ପରୀକ୍ଷାରେ ସେମିତି ହିଁ ପଚାରିଥାଏ ପିଲେ। ଯୋଉ ଜାଗାରେ ତିନିଟା ପଦ ରହୁଛି ପିଲେ, ତିନିଟା ପଦ କୋଉଠି କୋଉଠି ଚାରିଟା ପଦ ଯୋଉଠି ସମାସ ହଉଥିବ, ସେଠି ସବୁବେଳେ ପିଲେ ଲାଷ୍ଟ ଯୋଉ ସମାସ ପିଲେ ହଉଥିବ ସେଇ ସମାସକୁ ହିଁ ଗ୍ରହଣ ହବ ପିଲେ। ସେଇଟାକୁ ହିଁ ତାର ପୁରା ସମାସ ବୋଲି ମାନିବ। ବୁଝିହଉଛି ପିଲେ? ଯେମିତି କାନ୍ତା ବିରହ ଗୁରୁଣାରେ ପିଲା ଆକ୍ଚୁଆଲି ତିନିଟା ପଦ ଅଛି, କାନ୍ତା ବିରହ ଆଉ ହଉଛି କଣ ଗୁରୁ। ଗୁରୁ। ବୁଝିହଉଛି? ସେଥିପାଇଁ ପିଲା ଯଦି କାନ୍ତା ବିରହକୁ ପ୍ରଥମେ ସମାସ କରିବ, ତାହେଲେ କାନ୍ତା ବିରହ ଇଏ ହଉଛି ପିଲେ ଷଷ୍ଠୀ ତତ୍ପୁରୁଷ। ତାପରେ ଯଦି ପିଲେ ପୁଣି ଲାଷ୍ଟ ସମାସ କରିବ, ତ କାନ୍ତା ବିରହେଣ ଗୁରୁଣା କାନ୍ତା ବିରହ ଗୁରୁଣା, ଇଏ ହଉଛି ପିଲେ କୋଉ ସମାସ? ତୃତୀୟା
ତୃତୀୟ ତ ସେଥିପାଇଁ ଲାଷ୍ଟ କୁ ଯୋଉ ସମାସଟା ହେଲା ପିଲେ ପୁରା ତାକୁ ଆକ୍ଚୁଆଲି ମାନେ ଶାସ୍ତ୍ରୀୟ ଭାଷାରେ ପିଲେ ଏମିତି କୁହାଯାଇଥାଏ କି ଷଷ୍ଠୀ ତତ୍ପୁରୁଷ ଗର୍ଭିତ ତୃତୀୟ ତତ୍ପୁରୁଷ, କିନ୍ତୁ ଏମିତି ତ ପରୀକ୍ଷାରେ ପଚାରି ନଥାଏ ପିଲେ ସାଧାରଣ ପରୀକ୍ଷାରେ। ତ ସେଥିପାଇଁ ତାକୁ ଆମେ କେବଳ ପିଲେ କୋଉ ସମାସ ବୋଲି କହୁ? ତୃତୀୟ ତତ୍ପୁରୁଷ। ଠିକ ଅଛି, କିନ୍ତୁ ଶାସ୍ତ୍ରୀୟ ଭାଷାରେ କହିଲା ବେଳେ ପିଲା ଆମକୁ ପୁରା କହିବାକୁ ପଡିଥାଏ ପିଲେ କି ଷଷ୍ଠୀ ତତ୍ପୁରୁଷ ଗର୍ଭିତ ତୃତୀୟ ତତ୍ପୁରୁଷ ସମାସ। ହଉ, ତାପରେ ପିଲେ ନେକ୍ସଟ ଶ୍ଲୋକ ଦେଖିବା। ପରବର୍ତ୍ତୀ ଶ୍ଲୋକ ପିଲେ କଣ କହୁଛି ନା ତସ୍ମିନି ଅଦ୍ରୌ କତିଚିଦବଲା ବିପ୍ରୟୁକ୍ତଃ ସକାମେ ନିତ୍ୱା ମାସାନ୍ କନକବଲୟ ଭ୍ରଂସରିକ୍ତ ପ୍ରकोष्ठः आषाढस्य प्रथम दिवसे मेघमाश्लिष्ट सानुं बप्रक्रीडा परिणत गज प्रेक्षणीयं ददर्श। ହେଲା, ତ ଏଇ ଯୋଉ ଶ୍ଲୋକରେ ପିଲେ ପୁରା କ୍ରିୟାପଦ ହଉଛି ପିଲେ କଣ? ତ ପିଲେ ଦଦରସ। ଦଦରସ ରହୁଛି ପିଲେ ଦୃଶ ଧାତୁ କୋଉ ଲକାର? ଲିଟ୍ ଲକାର ପିଲେ ହେଲା, ଦୃଶ ଧାତୁରୁ ପିଲେ ଲିଟ୍ ଲକାର ହେଲେ ଦଦରସ ହେଇଥାଏ। ହେଲେ ଦଦରସ ପିଲେ କୁଆଡେ ଗଲା ଏଇଠି? ଦଦରସ କ୍ରିୟାପଦ ହେଇଗଲା। ତାହେଲେ କହ ଦଦରସ କର୍ତ୍ତା ତାହେଲେ କଣ ପିଲେ? ତ କର୍ତ୍ତା କାଇଁ? ହଁ, ତ କର୍ତ୍ତା ଏଇଠି ଉପରେ ଅଛି ପିଲେ। ତାହେଲେ ସହ ଦଦରସ, ତ ପିଲେ ସେ ଦେଖିଲା, ତାହେଲେ କର୍ତ୍ତା ହେଇଗଲା ସହ, ତାହେଲେ ସହ ଟା ପିଲେ କଣ ହେଇଯିବ? କର୍ତ୍ତରୀ ପ୍ରଥମା ପିଲେ। ତାହେଲେ ସହ ଦଦରସ, ତାହେଲେ ସହ କହ ନା ସହ କାମୀ ହେଲା। ସହ କହ ସହ କାମୀ ଦଦରସ, ତ କାମୀ ମଧ୍ୟ ପିଲେ ପ୍ରଥମାରେ ଅଛି, ତ ଇଏ ବି ହେଇଯିବ ପିଲେ କଣ? କର୍ତ୍ତରୀ ପ୍ରଥମା। ତାହେଲେ ପିଲେ ସହ କାମୀ ଦଦରସ, ତ ସେଇ ଯୋଉ କାମୀ, ଠିକ ଅଛି, ନିଜ ପତ୍ନୀକୁ କାମନା କରୁଥିବା କାମୀ ହେଲା, ସିଏ ଦେଖିଲା ପିଲେ ଯକ୍ଷ। ତାହେଲେ ସେ ଯୋଉ ଯକ୍ଷ ଅଛି ପୁଣି ଆଉ କେମିତିକା ଥିଲା ପିଲେ? ଆଉ ତାର ଆଉ କଣ ବିଶେଷଣ ପଦ ପିଲେ ଅଛି? ଏଠି ଦେଖ, ଏଠି ଦେଇଛି ପିଲେ ଏଇ ଯୋଉ ଏଇ ଲାଇନରେ ଅଛି ପିଲାକୁ ଯଦି ସନ୍ଧି ଖୋଲିବା ପିଲେ କଣ ହେଇଯିବ? କତିଚିତ୍ ପ୍ଲସ ପ୍ଲସ ଅବଳା ବିପ୍ରୟୁକ୍ତ। ଇଏ ହଉଛି ଗୋଟେ ପଦ ପିଲେ, ଅବଳା ବିପ୍ରୟୁକ୍ତ ହେଲା ପିଲେ, ଅବଳା ବିପ୍ରୟୁକ୍ତ। ଆଉ କେମିତିକା ପିଲେ ନା ଅବଳା ବିପ୍ରୟୁକ୍ତ, ତ ଇଏ ମଧ୍ୟ ହଉଛି ପିଲେ ସହର ବିଶେଷଣ ପଦ ହେଲା। ଅବଳା ମାନେ ହଉଛି ସ୍ତ୍ରୀ ବା ପତ୍ନୀ ଠାରୁ, ବିପ୍ରୟୁକ୍ତ ମାନେ ହଉଛି ଦୂରେଇକି ଥିବା ହେଲା। ତ ସେଭଳିଆ ଯକ୍ଷ ପିଲେ। ତ ଅବଳା ବିପ୍ରୟୁକ୍ତର ପିଲେ କଣ ସମାସ କରିଛି ସିଏ ଦେଖିଲା? ପଞ୍ଚମୀ ତତ୍ପୁରୁଷ କରିଥିବ ପିଲା, ଆଉ କଣ? ଅବଳା ଏହା ବିପ୍ରୟୁକ୍ତ, ଅବଳା ବିପ୍ରୟୁକ୍ତ ନା କୋଉ ସମାସ କରିଛି? ସାର୍ ଅବଳା ମାନେ ସ୍ତ୍ରୀ। ହଁ, ଅବଳା ମାନେ ସ୍ତ୍ରୀ ଝିଅ। ଅବଲୟା ହଁ ଏଇଠି ପିଲେ ନାଇଁ, ତୃତୀୟ ପିଲେ କରିଛି ସିଏ, ଅବଳୟା ବିପ୍ରୟୁକ୍ତ, ଅବଳା ବିପ୍ରୟୁକ୍ତ। କୋଉ ସମାସ ପିଲେ? ତୃତୀୟ ତତ୍ପୁରୁଷ ସମାସ। ଠିକ ଅଛି ପିଲେ, କାହିଁକି ନା ଆମମାନେ ମଧ୍ୟ ଗୋଟେ ତମମାନଙ୍କ ମନ ଥିବ ପିଲେ, ଯେତେବେଳେ ତୃତୀୟରେ ପିଲେ ପଢିଥିଲେ ନା, ଗୋଟେ ପିଲେ ହୀନାର୍ଥେ ତୃତୀୟ ହଉଥିଲା ପିଲେ, ମନେ ପଡୁଛି ପିଲେ? ଉନାର୍ଥେ ତୃତୀୟ, ଉନଃ ହୀନଃ ଶୂନ୍ୟଃ ରହିତଃ ନଥିଲା? ହଁ ତ ସେଇ, ହଁ ତ ସେଇ ଅର୍ଥରେ ପିଲେ ହେଇପାରିବ। ବିପ୍ରୟୁକ୍ତ ମାନେ ସ୍ତ୍ରୀ ଠାରୁ ଦୂରେଇକି ଥିବ ବା ସ୍ତ୍ରୀ ଶୂନ୍ୟ, ଏମିତି ଅର୍ଥରେ ଝିଅ ଆଉ ହେଲା। ତାହେଲେ ପିଲେ ଅବଳୟା ବିପ୍ରୟୁକ୍ତ, ଅବଳା ବିପ୍ରୟୁକ୍ତ। ଠିକ ଅଛି ପିଲେ ହେଲା। ତା ସହିତ ପଞ୍ଚମୀ, ବିପ୍ରୟୁକ୍ତ ଶବ୍ଦର ଅର୍ଥଟା, ହ୍ୟାଲୋ, ହଁ ବିପ୍ରୟୁକ୍ତ ମାନେ ଏଠି ଦୂରେଇକି ତାର ରହିବା। ବିପ୍ରୟୁକ୍ତ, କିନ୍ତୁ ଏଠି ଯୋଉ କହିଲେ ଯୋଉ ହୀନ ଅର୍ଥରେ ପ୍ରୟୋଗ ହବ ନା କଣ? ହଁ ଏଠି ଶୂନ୍ୟ ଅର୍ଥରେ ଝିଅ କରିଛି ସିଏ ଆଉ ହେଲା, ଶୂନ୍ୟ ଅର୍ଥରେ ହେଲେ ଓହୋ, ସେଥିପାଇଁ ପିଲେ ତୃତୀୟ ତତ୍ପୁରୁଷ କରୁଛି। ଦେଖୁନ ଅର୍ଥ ପିଲେ କଣ କରିଛି? ବିପ୍ରୟୁକ୍ତ ଅପ୍ନି ପ୍ରିୟା ସେ ବିଛୁଡା ହୁଆ, ମାନେ ଦୂରେଇକି ଥିବା ଆକ୍ଚୁଆଲି ଅର୍ଥ ପିଲେ ହେଇଛି ହେଲା। ପ୍ରିୟା ବିରହିତ, ଠିକ ଅଛି, ରହିତ ବିରହିତ, ତ ରହିତ ପିଲେ ସେ ବି ଶୂନ୍ୟ ଅର୍ଥକୁ ହିଁ ବୁଝେଇଥାଏ ପିଲେ। ତ ସେଥିପାଇଁ ପିଲେ ଏଠି କଣ ହେଇଯିବ? ତୃତୀୟ ତତ୍ପୁରୁଷ ସମାସ ହେଲା। ତାହେଲେ ପିଲେ ବୁଝିହେଲା, ତାହେଲେ ଅବଳା ବିପ୍ରୟୁକ୍ତ କହ? ହଁ, ତ ସହ କାମୀ ଯକ୍ଷ, ତ ଇଏ ମଧ୍ୟ ଗୋଟେ ବିଶେଷଣ ପଦ ପିଲେ। ତ ସେଥିପାଇଁ ଅବଳା ବିପ୍ରୟୁକ୍ତ ମଧ୍ୟ ପିଲେ ହେଇଯିବ କଣ? କର୍ତ୍ତରୀ ପ୍ରଥମ ପିଲେ ହେଲା। ତାପରେ ପିଲେ ଆଉ କେମିତିକା ଯକ୍ଷ ପିଲେ? ଆଉ ତାର ଆଉ ଗୋଟେ ବିଶେଷଣ ପଦ ପିଲେ ଅଛି, କଣ ଅଛି?
କନକ ବଲୟ ଭ୍ରଂଶ ରିକ୍ତ ପ୍ରକୋଷ୍ଠ ଇଏ ହଉଛି ଏତେ ବଡ ଗୋଟେ ବିଶେଷଣ ପଦ ପିଲା ଅଛି। କଣ ସାର୍ ଏଠି କହୁଛି? ବିପ୍ର ମାନେ ବ୍ରାହ୍ମଣକୁ ଅର୍ଥ ହବ ନା ବିପ୍ର ମାନେ? ନାଇଁ ନାଇଁ ଏଠି ବିପ୍ରୟୁକ୍ତ ମାନେ ହଉଛି ବିରହିତ ଦୂରେଇକି ଥିବା ହେଲା। ମାନେ ପ୍ରିୟା ଶୂନ୍ୟ ବୋଲି ଏମିତି ଅର୍ଥ କରିପାରିବ। ଠିକ ଅଛି, ଅବଳୟା ବିପ୍ରୟୁକ୍ତ ଅବଳା ବିପ୍ରୟୁକ୍ତ ମାନେ ସ୍ତ୍ରୀ ଶୂନ୍ୟ, ସ୍ତ୍ରୀ ଠାରୁ ଦୂରେଇକି ଥିବା, ସ୍ତ୍ରୀର ବିରହରେ ଥିବା, ଏଇଭଳିଆ ଅର୍ଥ। ବୁଝେଇଛ? ହେଲା। ଆଉ ଗୋଟେ ପଦ ପିଲେ କଣ ହେଲା? କନକ ବଲୟ ଭ୍ରଂଶ ରିକ୍ତ ପ୍ରକୋଷ୍ଠ। ପିଲେ କନକ ବଳୟର ଅର୍ଥ ହଉଛି ସୁବର୍ଣ୍ଣ କଙ୍କଣ। ସୁବର୍ଣ୍ଣ, ସୁବର୍ଣ୍ଣ କଙ୍କଣ ସୁବର୍ଣ୍ଣ ହେଲା। ତାପରେ ଭ୍ରଂଶ ମାନେ ହଉଛି ଖସି ପଡିବା, ଆରେ ଖସି ପଡିବା ହେଲା। ଆଉ ରିକ୍ତ ମାନେ ହଉଛି ପିଲେ କଣ? ମଣିବନ୍ଧ। ରିକ୍ତ ମାନେ ହଉଛି ଶୂନ୍ୟ, ଖାଲି ଶୂନ୍ୟ। ଖାଲି ସ୍ଥାନ। ଆଉ ପ୍ରକୋଷ୍ଠ ହଉଛି ପିଲେ ମଣିବନ୍ଧ। ମଣିବନ୍ଧ। ମଣିବନ୍ଧ ପିଲେ ହେଲା। ମଣିବନ୍ଧ ପିଲେ ବୁଝୁଛ ତ, ଯୋଉ ଆମର ଯୋଉଠି ବ୍ରେସଲେଟ ଇତ୍ୟାଦି ପିନ୍ଧିଥାନ୍ତି ପିଲେ। ଠିକ ଅଛି, ତାହେଲେ ସେ କଣ କହୁଛି ପିଲେ ନା କନକ ବଳ ଭ୍ରଂଶ ଅର୍ଥ କଣ? ମାନେ ଖସି ପଡିବା। ତାହେଲେ ଅର୍ଥ ପିଲେ ହେଇଗଲା କଣ ନା ସୁନାର ବଳୟ ଖସିଯିବା ଫଳରେ ଯାହାର ପ୍ରକୋଷ୍ଠ ରିକ୍ତ ହେଇସାରିଥିଲା, ଯାହାର ମଣିବନ୍ଧ ପିଲେ ଶୂନ୍ୟ ହେଇସାରିଥିଲା। ତ ଯକ୍ଷ ପିଲା ହାତରେ ଗୋଟେ ସୁନାର କଙ୍କଣ ପିନ୍ଧିଥିଲା, ଆଉ ସେ ପ୍ରିୟର ବିରହରେ ପିଲେ ଏତେ ଦୁର୍ବଳ ହେଇ ପଡିଥିଲା। ମାନେ ଏଥିରେ କବି ଡାଇରେକ୍ଟ କହୁନାହାନ୍ତି କି ସେ ଦୁର୍ବଳ ହେଇଯାଇଛି ବୋଲି, କିନ୍ତୁ ଏଥିରେ ପିଲେ ଧ୍ୱନିତ ହଉଛି। ଏଇ ତ ପିଲେ ଧ୍ୱନିର ମାନେ ଏଇଆ ହିଁ ପିଲେ, ମାନେ ଏଥିରେ ପିଲେ ଧ୍ୱନିତ କଣ ହଉଛି କି ଯକ୍ଷ ପିଲେ ଦୁର୍ବଳ ହେଇ ପଡିଛି। ନହେଲେ କଣ ପାଇଁ ତାର ହାତରୁ ପିଲେ ସୁନାର କଙ୍କଣ ଖସି ପଡିବ ନା ନାଇଁ। ତାହେଲେ ସେ କହୁଛନ୍ତି ପିଲେ ସୁନାର ବଳୟ ଖସିଯିବା ଫଳରେ ଯାହାର ପ୍ରକୋଷ୍ଠ ପିଲେ କଣ ହେଇଯାଇଛି? ଖାଲି ହେଇଯାଇଛି, ଶୂନ୍ୟ ହେଇଯାଇଛି। ତ ସେଭଳି ଯକ୍ଷ ପିଲେ। ତାହେଲେ ୟାର ମଧ୍ୟ ପିଲେ ହେଇଯିବ କଣ ନା ସକାରଣ ବ୍ୟକ୍ତି ପିଲେ କଣ ହେଇଯିବ? କର୍ତ୍ତରୀ ପ୍ରଥମା। ପ୍ରଥମା। ତାହେଲେ ତାହେଲେ ପିଲେ ଆମ ମାନେ କର୍ତ୍ତା ଜାଣିଲେ, କ୍ରିୟା ଜାଣିଲେ। ତ କ୍ରିୟା ଦଦର୍ଶ, ତ କର୍ତ୍ତା ଆମର ହେଇଗଲା ପିଲେ ସହ, କିନ୍ତୁ ତାର ପିଲେ ତିନିଟା ଅଛି ବିଶେଷଣ ପଦ। କାମୀ, ଅବଳା ବିପ୍ରୟୁକ୍ତ, କନକ ବଳୟ ଭ୍ରଂଶ ରିକ୍ତ ପ୍ରକୋଷ୍ଠ। ଇଏ ହଉଛି ପିଲେ ତିନିଟା ବିଶେଷଣ ପଦ। ସେଥିପାଇଁ ଆମ ମାନେ ପିଲେ କହିବା କଣ ନା ସହ ଅବଳା ବିପ୍ରୟୁକ୍ତ, ଠିକ ଅଛି, କାମୀ କନକ ବଲୟ ଭ୍ରଂଶ ରିକ୍ତ ପ୍ରକୋଷ୍ଠ ଦଦର୍ଶ, ତ ଦେଖିଲା। ତ କାହାକୁ ଦେଖିଲା? ବର୍ତ୍ତମାନ କର୍ମ ପିଲେ ଆମେ ଦେଖିବା। ତ କାହାକୁ ଦେଖିଲା ପିଲେ? ତାହେଲେ ଉତ୍ତର ପିଲେ କଣ ଆସିବ? ତୃତୀୟ ଲାଇନରେ ପିଲେ ଅଛି ମେଘମ୍। ମେଘମ୍। ଏଠି ସନ୍ଧି ହେଇଛି ପିଲେ ମେଘମ୍ ପ୍ଲସ ଆଶ୍ଲିଷ୍ଟ ସାନୁମ୍। ତ ପ୍ରଥମେ ମାନେ ମେଘମ୍ ଦେଖିବା ପିଲେ। ତ ମେଘମ୍ ଟା ତାହେଲେ କଣ ହେଇଯିବ ପିଲେ? କର୍ମଣି ଦ୍ୱିତୀୟା। ଯେହେତୁ ଦ୍ୱିତୀୟା। ପିଲେ ମେଘମ୍ ଟା ପିଲେ କର୍ମ ଏଠି, ତ ସେଥିପାଇଁ ମେଘମ୍ ହେଇଗଲା ପିଲେ କର୍ମଣି ଦ୍ୱିତୀୟା। ତାହେଲେ ସହ ମେଘମ୍ ଦଦର୍ଶ, ତ ସେଇ ଯୋଉ ଯକ୍ଷ ପିଲେ ମେଘକୁ ଦେଖିଲା ପିଲେ। ଆଚ୍ଛା, ମେଘକୁ ଯୋଉ ଦେଖିଲା, ମେଘ ପୁଣି କେମିତିଆ ଦେଖା ଯାଉଥିଲା? ତ ମେଘର ପିଲେ ଦିଟା ଅଛି ବିଶେଷଣ ପଦ। ଗୋଟେ ହଉଛି ପିଲେ ଆଶ୍ଲିଷ୍ଟ ସାନୁମ୍ ହେଲା। ଆଶ୍ଲିଷ୍ଟ ମାନେ ଥିଲା, ଠିକ ଅଛି ପିଲେ। କୋଉଠି ଥିଲା ପିଲେ? ନା ସାନୁ, ସାନୁ ମାନେ ହଉଛି ପିଲେ ପର୍ବତର ଶିଖରକୁ ପିଲେ ସାନୁ ବୋଲି କୁହାଯାଏ। ଆଶ୍ଲିଷ୍ଟ ସାନୁମ୍ ର ପିଲେ ବିଗ୍ରହ ବାକ୍ୟ ଏମିତି କରିବ କି ଆଶ୍ଲିଷ୍ଟମ୍ ସାନୁ ଆଶ୍ଲିଷ୍ଟମ୍ ସାନୁ ଜେନ ତମ୍ ଆଶ୍ଲିଷ୍ଟ ସାନୁ ହେଲା। ବହୁବ୍ରୀହି ସମାସ ପିଲେ। ସାନମ ହବ। ସାନୁମ୍ ହବନି ପିଲେ, ନା ସାନୁ ଖାଲି, ଏଟା ନପୁଂସକ ଲିଙ୍ଗ ଶବ୍ଦ। ଯେମିତି ମଧୁ ଶବ୍ଦର ପିଲେ କଣ ହଉଛି? ଖାଲି ମଧୁ ନା ଆଉ ହେଲା। ଆଜ୍ଞା। ସେମିତି ସାନୁ ଶବ୍ଦ ମଧ୍ୟ ନପୁଂସକ ଲିଙ୍ଗ ପିଲେ। ସାନୁ, ସାନୁନି, ସାନୁନି ଏମିତି ରୂପ ହେଇଥାଏ। ତ ସେଥିପାଇଁ ଆଶ୍ଲିଷ୍ଟମ୍ ସାନୁରେ ପିଲେ କିଛି ବିସର୍ଗ ଅନୁସାରେ କିଛି ରହିବନି। ଆଶ୍ଲିଷ୍ଟମ୍ ସାନୁ ଜେନ ତମ୍ ଆଶ୍ଲିଷ୍ଟ ସାନୁମ୍ ହେଲା। ସ୍କ୍ରିନ୍ ଭିଜିବୁଲ ହଉନି। ଭିଜିବୁଲ ସାର୍ ହଉଥିବ ତ ପିଲେ। ବହୁବ୍ରୀହି ସମାସ। ହଁ, ବହୁବ୍ରୀହି ସମାସ ହଉଛି ପିଲେ। ସାର୍। ତ ଏଥିରେ ଦେଖ, ଏଥିରେ ତମର କଣ ବିଗ୍ରହ ବାକ୍ୟ କରିଛି ପିଲେ? ଏଥିରେ ବହିରେ ଦେଖିଲ ଆଶ୍ଲିଷ୍ଟ ସାନୁମ୍ ପିଲେ କାଇଁ କାଇଁ ବା ଏଥିରେ କଣ ଦେଇନି ପିଲେ? କନକ ବଳୟ ଗଲା, ବପ୍ର କ୍ରୀଡ଼ାସୁ ପରିଣତ। ହଁ, ଚାଲ ଏଥିରେ ଦେଇନଥିବ ବୋଧେ, କଣ ହେଇଥିବ ପିଲେ, ନହେଲେ ଦେଖିବ, ଖୋଜିବ ପିଲେ ହେଲା।
ଆଶ୍ଲିଷ୍ଟ ସାନୁମ୍ ଜାଣିଲ ତ ପିଲା, ଆଶ୍ଲିଷ୍ଟମ୍ ସାନୁ ଜେନ ତମ୍ ଆଶ୍ଲିଷ୍ଟ ସାନୁମ୍ ହେଲା। ଚାଲ ଏଥିରେ ଦେଇନି ପିଲା ୱାର୍ଡଟା। ଠିକ ଅଛି ପିଲା, ଆଶ୍ଲିଷ୍ଟ ସାନୁମ୍ର ଅର୍ଥ ଜାଣିଲା ତ ପିଲା, ଯିଏ ପର୍ବତର ଶିଖରକୁ ସ୍ପର୍ଶ କରୁଛି ସେଭଳିଆ ମେଘକୁ ହେଲା। ଆର ମେଘ ପିଲା ଆକାଶରେ ଦେଖାଯାଉଛି, ତ ତଳୁ ଯାଇକି ତଳୁ ଦେଖିଲା ବେଳକୁ ଲାଗୁଛି ସତେ ଯେମିତି ପର୍ବତର ଶିଖରକୁ ପିଲେ ମେଘ କଣ କରିଛି, ଆଲିଙ୍ଗନ କରିଛି। ତ ସେଇଭଳିଆ ପିଲେ ଦୃଶ୍ୟମାନ ହଉଛି ହେଲା। ତ ସେଭଳି ମେଘକୁ ଯକ୍ଷ ପିଲେ ଦେଖିଲା। ଆଉ କେମିତିକା ଯକ୍ଷ ପିଲେ ନା ବପ୍ର କ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟମ୍, ଇଏ ହଉଛି ପିଲେ ଗୋଟେ ବିଶେଷଣ ପଦ ପିଲେ ହେଲା। ତାହେଲେ ସେ କହୁଛି ପିଲେ କି ବପ୍ର କ୍ରୀଡ଼ା ଗୋଟେ ପ୍ରକାର ଖେଳ ପିଲେ, ପଶୁ ମାନଙ୍କ ଦ୍ଵାରା କରାଯାଉଥିବା ଗୋଟେ ପ୍ରକାର ଖେଳ, ଯୋଉଥିରେ ସେମାନେ ପିଲେ କଣ କରନ୍ତି, ମାଟିକୁ ସିଂହରେ ତାଡିକିରି ହେଲା ଖେଳନ୍ତି ପିଲେ। ଠିକ ଅଛି, ମାନେ କୋଉମାନଙ୍କର ସାର୍? ହଁ ପଶୁ ମାନଙ୍କର। ଠିକ ଅଛି ପିଲେ, ବସୁ ମାନେ ଏଠି କଣ? ନାଇଁ ପଶୁ ମାନଙ୍କର ଇଏ ହଉଛି ଗୋଟେ ପ୍ରକାର ପିଲେ ବପ୍ର କ୍ରୀଡ଼ା ଗୋଟେ ପ୍ରକାର ଖେଳ ପିଲେ। ଯେମିତି ଷଣ୍ଢ ତମେ ଦେଖିଥିବ, ଷଣ୍ଢ ଦି ଜଣ ପିଲେ ଯେତେବେଳେ ମରାମରି ହଉଥିବେ ପୁରା ସିଂହରେ ପିଲେ ମାଟି ଆଜ୍ଞା ଫାଟି ଆଜ୍ଞା। ତାଡି ପକାନ୍ତିନି ହେଲା। ତ ସେଇ ଟାଇପ ର ପିଲେ, ତ ସେଇ ଟାଇପ ର କ୍ରୀଡାକୁ ପିଲେ ବପ୍ର କ୍ରୀଡ଼ା ବୋଲି କୁହାଯାଇଥାଏ। ତ ସେଇ ବପ୍ର କ୍ରୀଡାରେ ପରିଣତ ମାନେ ସଂଲଗ୍ନ ଥିବା ଗଜ ମାନେ ହାତୀ, ସତେ ଯେମିତି ଗୋଟେ ହାତୀ ପିଲେ ମାନେ ଶୁଣ୍ଢରେ ଏମିତି ମାଟିକି ଇଏ କରିକି ଖେଳୁଛି, ବା ସେଭଳି ବପ୍ର କ୍ରୀଡାରେ ସଂଲଗ୍ନ ଥିବା ଗୋଟେ ହାତୀ ପରିକା ପ୍ରେକ୍ଷଣୀୟମ୍ ମାନେ ଦର୍ଶନୀୟମ୍ ଦେଖା ଯାଉଥିବା। ଅର୍ଥାତ ଦୂରରୁ ଦେଖିଲା ବେଳକୁ ମେଘଟା କେମିତି ଦେଖା ଯାଉଥିଲା, ମେଘ ଦେଖା ଯାଉଥିଲା ଗୋଟେ ହାତୀ ପରିକା। କୋଉ ଭଳିଆ ହାତୀ ନା ଏଭଳିଆ ହାତୀ ଯୋଉ ହାତୀ ପିଲେ ବପ୍ର କ୍ରୀଡାରେ କଣ ଅଛି, ସଂଲଗ୍ନ ସଂଲଗ୍ନ ଅଛି। ତ ସେଇଭଳି ଗୋଟେ ହାତୀ ପରିକା ଦେଖା ଯାଉଥିଲା କିଏ, ସେ ମେଘ। ଆଉ ସେଇଭଳିଆ ମେଘକୁ ପିଲେ କିଏ ଦେଖିଲା, ଯକ୍ଷ ପିଲେ। ଯକ୍ଷ। ତ ସେଥିପାଇଁ ପିଲେ ମେଘମ୍ ଆଶ୍ଲିଷ୍ଟ ସାନୁମ୍ ବପ୍ର କ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟମ୍, ଏ ସବୁ ଯାକର ପିଲେ ସକାରଣ ବ୍ୟକ୍ତି ହେଇଯିବ କଣ, କର୍ମଣି ଦ୍ୱିତୀୟା। ତାହେଲେ ଆମମାନେ କର୍ତ୍ତା ଜାଣିଲେ, କର୍ମ ମଧ୍ୟ ପିଲେ ଜାଣିଲେ, ଏତିକି ସବୁ ଜିନିଷ ହେଇଗଲା ପିଲେ। ଆଉ କଣ କଣ ସବୁ ପଦ ରହିଲା ତାକୁ ଆମେ ଟିକେ ଦେଖିଦବା ପିଲେ। ତ ସେଇ ଯୋଉ ଯକ୍ଷ ପିଲେ ସେ କୋଉଠି ମେଘକୁ ଦେଖିଲା ପିଲେ, କୋଉ ଜାଗାରେ ଦେଖିଲା, କଣ ଅଧିକରଣ ପିଲେ, ତ ତା ପାଇଁ ବ୍ୟବହାର ହେଇଛି ପିଲେ କଣ, ତସ୍ମିନ୍ ଅଦ୍ରୌ। ତ ସନ୍ଧି ବିଚ୍ଛେଦ କଲେ କଣ ହେଇଯିବ ପିଲେ, ତସ୍ମିନ୍ ପ୍ଲସ ତସ୍ମିନ୍ ପ୍ଲସ ଅଦ୍ରୌ ପିଲେ। ତ ପିଲେ ସେହି ଅଦ୍ରୌ, ଅଦ୍ରୌ ଶବ୍ଦର ଅର୍ଥ କଣ, ପର୍ବତେ। ତାହେଲେ ସେହି ପର୍ବତରେ ହେଲା, କୋଉ ପର୍ବତରେ, ରାମଗିରି ପର୍ବତରେ। ତ ଯୋଉ ଜାଗାରେ ଅଛି ସେଇ ପର୍ବତରେ ଦେଖିଲା ପିଲେ, ତ ରାମଗିରି ପର୍ବତରେ ସେ ମେଘକୁ ପିଲେ ଦେଖିଲା। ଆଚ୍ଛା ରାମଗିରି ପର୍ବତରେ ଯଦି ଦେଖିଲା, ଇଏ ତ ସ୍ଥାନାଧିକରଣ ହେଇଗଲା ପିଲେ, ତ ତସ୍ମିନ୍ ଅଦ୍ରୌ ଅଧିକରଣ କଣ ହେଇଗଲା, ସପ୍ତମୀ ପିଲେ। ଇଏ ହେଇଗଲା ପିଲେ। ପୁଣି ଦେଖିଲା କେବେ, ପୁଣି କେବେ ଦେଖିଲା ପିଲେ, ତ ସେ କହୁଛି ଆଷାଢସ୍ୟ ପ୍ରଥମ ଦିବସେ। ତ ପିଲେ ଆଷାଢ ମାସର ପ୍ରଥମ ଦିନ ହେଲା। ତ ଆଷାଢସ୍ୟ ପିଲେ ହେଇଯିବ କଣ, ସମ୍ବନ୍ଧେ ଷଷ୍ଠୀ ବା ପିଲେ ଶେଷେ ଷଷ୍ଠୀ। ଆଉ ପ୍ରଥମ ଦିବସ ପିଲେ ହେଇଯିବ କଣ, ଅଧିକରଣ ସପ୍ତମୀ, କାଳାଧିକରଣ ସପ୍ତମୀ ହେଲା। ତାହେଲେ ସେହି ପର୍ବତରେ ଆଷାଢ ମାସର ପ୍ରଥମ ଦିନ ମେଘକୁ ସେ ଦେଖିଲା। ତାହେଲେ ଆଷାଢ ମାସ ଆସିକି ହେଲାଣି ପିଲେ, ଆମେ ତ ପୂର୍ବ ପ୍ରସଙ୍ଗ ବା ଯୋଉ ବ୍ରହ୍ମବୈବର୍ତ ପୁରାଣ ହିସାବରେ ପିଲେ ମେଘକୁ ଅଭିଶାପ ମିଳିଥିଲା ପିଲେ କୋଉ ଦିନ, ଦେବୋତ୍ଥାନ ଏକାଦଶୀ। ଦେବୋତ୍ଥାନ ଏକାଦଶୀ ପିଲେ କାର୍ତ୍ତିକ ମାସରେ ମିଳିଥିଲା। ତାହେଲେ କାର୍ତ୍ତିକ ପିଲେ, କାର୍ତ୍ତିକରୁ ସେ ଆସିକି ପିଲେ ଆଷାଢ ମାସ ହେଲେଣି, ମାନେ କେତେ ମାସ ପିଲେ ହେଲେଣି, କାର୍ତ୍ତିକ ମାର୍ଗଶିର ପୌଷ ମାଘ ଫାଲଗୁନ ଚୈତ୍ର ବୈଶାଖ ଜ୍ୟେଷ୍ଠ ଆଷାଢ, ଅର୍ଥାତ 8 ମାସ ସେ ଭୋଗ କରିସାରିଲେଣି। ନା ନାଇଁ ଏବେ ଆଷାଢ ମାସରେ ଅଛି, ମାନେ ଆଉ ତାର କେତେ ମାସ ବାକି ଥିବ ପିଲେ, ଆଉ ତାର 4 ମାସ ବାକି ଅଛି। ସେଥିପାଇଁ ତ ଉତ୍ତର ମେଘରେ ସେ କହିଥିବ ପିଲେ ଗମୟ ଚତୁରଃ, ନା ନାଇଁ ତା ସ୍ତ୍ରୀ କି ପିଲେ ସନ୍ଦେଶ ଦେଲା ବେଳେ ସେ କହିଥିବ ପିଲେ, ନା ନାଇଁ ଆଉ 4 ମାସ ତମେ କେମିତି କଣ କରିକିରି କାଟିଦିଅ, ତାପରେ ମୁଁ ଯାଇ ପହଞ୍ଚିବି। ଉତ୍ତର ମେଘରେ କହିଥିବ ପିଲେ, ପୂର୍ବ ମେଘରେ ନାହିଁ। ମାନେ ଗମୟ ଚତୁରଃ ଏମିତି କଣ ଶ୍ଲୋକ ଅଛି ପିଲେ, ହଠାତ୍ ପାଟିକି ଆସୁନି ହେଲା। ତାହେଲେ ସେ କହୁଛି ପିଲେ ଆଷାଢସ୍ୟ ପ୍ରଥମ ଦିବସେ, ତ ପିଲେ ଆଷାଢ ମାସର ପ୍ରଥମ ଦିନ ସେ ମେଘକୁ ଦେଖିଲା। ନିହାତି ଭାବରେ କିଛି ମାସ ତ ସେ ଭୋଗ କରିସାରିଥିବ। ତାହେଲେ କେତେ ମାସ ଭୋଗ କରିସାରିଛି ସେ କଥା ବି କାଳିଦାସ କହୁନାହାନ୍ତି ପିଲେ,
ଖାଲି କହି ଦଉଛନ୍ତି ପିଲେ କତିଚିତ୍ ମାସାନ ନିତ୍ୱା ହେଲା, କତିଚିତ୍ ମାସାନ ନିତ୍ୱା, କିଛି ମାସ ଭୋଗ କରିସାରିଲା ପରେ ହେଲା। କିଛି ମାସର ମାନେ ହଉଛି ପିଲେ କେତେ ମାସ? 8 ମାସ 8 ମାସ। ହେଲା। ତ କାଳିଦାସ ପିଲେ ଆଉ କତିଚିତ୍ ପିଲେ ମାନେ 8 ମାସ ବୋଲି ବି ସେ କହୁନାହାନ୍ତି ପିଲେ, ଖାଲି କହିଦେଲେ କତିଚିତ୍ ମାସାନ ନିତ୍ୱା। କିନ୍ତୁ ଉତ୍ତର ମେଘର ପ୍ରସଙ୍ଗକୁ ଦେଖିଲେ ଜଣା ପଡୁଛି କି 8 ମାସ ସେ ଭୋଗ କରିସାରିଲେଣି ହେଲା। ତାହେଲେ ପିଲେ କତିଚିତ୍ ମାସାନ ନିତ୍ୱା, କେତେ ମାସ ଭୋଗ କରିସାରିଲା ପରେ ଦିନେ ଆଷାଢ ମାସର ପ୍ରଥମ ଦିନ ସେ ମେଘକୁ ପିଲେ ଦେଖିଲା କୋଉଠି? ରାମଗିରି ପର୍ବତରେ ପିଲେ ଦେଖିଲା। ତାହେଲେ ଏଠି ଯୋଉ ପିଲେ ହେଲା କତିଚିତ୍, ଇଏ ହଉଛି ମାସାନର ପିଲେ ବିଶେଷଣ ପଦ, ସେଥିପାଇଁ କତିଚିତ୍ ଆଉ ମାସାନର ପିଲେ ସକାଳ ବ୍ୟକ୍ତି କଣ ହେଇଯିବ? କର୍ମଣି ଦ୍ୱିତୀୟ। ବ୍ୟାପ୍ତି ଅର୍ଥେ ଦ୍ୱିତୀୟ ବା ଅତ୍ୟନ୍ତ ସଂଯୋଗ ଦ୍ୱିତୀୟ। ହଁ, ତ ବ୍ୟାପ୍ତି ଅର୍ଥେ ଦ୍ୱିତୀୟ ବା ପିଲେ ଅତ୍ୟନ୍ତ ସଂଯୋଗ ଦ୍ୱିତୀୟ। ଠିକ ଅଛି ପିଲେ। ସାର୍ ଏଠି ସେ ତ ଆମର ଯୋଉ କାଳିଦାସ ତ କହିନାହାନ୍ତି, କିନ୍ତୁ ସେ ଯୋଉ ଆପଣ କହୁଛନ୍ତି 8 ମାସ ବିତିଲା କେମିତି ଶୁଭିଲାନି ସାର୍ ନେଟୱାର୍କ। 8 ମାସ ସେ ଆମର ଯେ ଆମେ ଯଦି ବ୍ରହ୍ମବୈବର୍ତ ପୁରାଣ ହିସାବରେ ଦେଖିବା ତ ଇଏ ତ ଗୋଟେ କଥା, ବ୍ରହ୍ମବୈବର୍ତ ପୁରାଣ ହିସାବରେ ବି ଆମେ ଜାଣିଛେ ପିଲେ ସେ କାର୍ତ୍ତିକ ମାସରେ ମିଳିଥିଲା, ସେଥିପାଇଁ ତ ଇଏ 8 ମାସ ତ ଭୋଗ କରିସାରିଲେଣି। କିନ୍ତୁ ସେ କଥା ବି ଯଦି ଆମେ ଛାଡି ବି ଦଉଛେ କିଛି ଅସୁବିଧା ନାହିଁ। ସେ କଥା ଯଦି ଛାଡି ବି ଦଉଛେ ତାହେଲେ ବି ପିଲେ ଉତ୍ତର ମେଘରେ କାଳିଦାସ ନିଜେ କହିଛନ୍ତି ପିଲେ ଯକ୍ଷର ମୁଖରେ କି ଗମୟ ଚତୁରଃ ମାସା। ବୁଝିପାରୁଛି ପିଲେ। ତ ସେଠି ଯେହେତୁ 4 ମାସ ବୋଲି କହିଛନ୍ତି କି ଆଉ 4 ମାସ ବିତେଇ ଦିଅ, ଆଉ ଏଠି ଆଷାଢ ମାସର ପ୍ରଥମ ଦିନର କଥା, ଆଉ ପୂର୍ବରୁ ତ ସେ କହିସାରିଛନ୍ତି ପ୍ରଥମ ଶ୍ଲୋକରେ ତାକୁ ଅଭିଶାପ କେତେ ମାସ ପାଇଁ ମିଳିଥିଲା? ବର୍ଷେ ପାଇଁ ବର୍ଷେ ପାଇଁ ମିଳିଥିଲା। ତାହେଲେ ପିଲେ ବର୍ଷେ ପାଇଁ ମିଳିଥିଲା, ଆଉ 4 ମାସ ବାକି ଅଛି, ତାହେଲେ କେତେ ମାସ ଭୋଗ କରିସାରିଲା? 8 ମାସ ଆଉ ଏଇଭଳିଆ ଆଉ ବୁଝିହବ ଟି? କହୁନ କୁହ, ଆଉ ଜଣେ କିଏ କଣ ପଚାରୁଥିଲ କୁହ? ସାର୍ ଏଇଠି ଯୋଉ ତସ୍ମିନ୍ ଅର୍ଥ ଏଇଟା ବ୍ୟାପ୍ତ ଅର୍ଥ ଦ୍ୱିତୀୟ ହବ କି? କୋଉଟା? ତସ୍ମିନ୍ ଅଦ୍ର ନାହିଁ, ତସ୍ମିନ୍ ଅଦ୍ର ବା ସପ୍ତମୀରେ ଅଛି, ଇଏ ହେଲା ଅଧିକରଣ ସପ୍ତମୀ। ଯୋଉ କତିଚିତ୍ ଆଉ ମାସାନ ଏଇ ଦୁଇଟି ପଦ ପିଲେ, କତିଚିତ୍ ଆଉ ମାସାନ ଏଇ ଦୁଇଟି ହେଇଯିବ ପିଲେ କଣ? ବ୍ୟାପ୍ତି ଅର୍ଥେ ବ୍ୟାପ୍ତ ଦ୍ୱିତୀୟ। ଅର୍ଥ ଦ୍ୱିତୀୟ। ମାନେ କାଳୀନ ହଉଛନ୍ତି ଦ୍ୱିତୀୟ ଅଥବା ବ୍ୟାପ୍ତି ଅର୍ଥ ଦ୍ୱିତୀୟ। ବ୍ୟାପ୍ତି ଅର୍ଥେ ଦ୍ୱିତୀୟ। ଠିକ। ତାହେଲେ ଏ ଶ୍ଲୋକ ମଧ୍ୟ ପୁରା ବୁଝି ହେଇଯିବ ପିଲେ, ସେକେଣ୍ଡ ଶ୍ଲୋକ। ସାର୍ କିଛି ଅସୁବିଧା ଅଛି? ସାର୍ ମାସାନ ଟା ମେଘର ବିଶେଷଣ ନୁହେଁ? ମେଘର କାହିଁ ଝିଅ ବିଶେଷଣ ହବ? ମାସ। ହେଲା। ଆଉ ବାକି ନିତ୍ୱାର ତ ତମେ ଜାଣିଛ ପିଲେ ପ୍ରକୃତି ପ୍ରତ୍ୟୟ ହେଇଯିବ କଣ? ନି ପ୍ଲସ ତ୍ୱା ପ୍ରତ୍ୟୟ ପିଲେ ହେଲା। ସାର୍ ଯୋଉ ପରିଣତ ଗଜ କହିଲେ ତାର ଅର୍ଥ ଟା କଣ? ପରିଣତ ମାନେ ସଂଲଗ୍ନ ଗଜ ପିଲେ, ଠିକ ଅଛି, ସେଇ ଖେଳରେ ସଂଲଗ୍ନ ଥିବା ଗଜ। ଅଥବା ପିଲେ କୋଉ କୋଉ ଜାଗାରେ ଏମିତି ବି କୁହାଯାଉଛି ପିଲେ ତିரியକ ଦନ୍ତ ପ୍ରହାର ଗଜ, ଏଇଭଳି ମଧ୍ୟ ତମକୁ କୋଉଠି କୋଉଠି ଅର୍ଥ ଦେଖିବାକୁ ମିଳୁଥିବ ପିଲେ, ବୁଝିହେଲା। ସାର୍ ସାର୍ ବପ୍ରକ୍ରୀଡା ଶୁଣାଯାଉ ପରିଣତି ଗଜ ସମାସ ସାର୍ ଭଏସ୍ କଣ ହବ? ଶୁଣାଯାଉନି। ବପ୍ର କ୍ରୀଡ଼ା ହେଲା ଯେ ବପ୍ର କ୍ରୀଡ଼ାୟାମ ପରିଣତ ଗଜ ହେଲା, ବପ୍ର କ୍ରୀଡ଼ା ପରିଣତ ଗଜ। ଆଉ ବପ୍ର କ୍ରୀଡ଼ା ପରିଣତ ଗଜ ଇବ ପ୍ରେକ୍ଷଣୀୟ ୟଃ କମତମ୍ ବପ୍ର କ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟମ୍। ଇଏ ହଉଛି ଯେ ବହୁବ୍ରୀହି ସମାସ ହେଲା। ବଡ ବଡ ପଦର ସମାସ ପିଲେ ପରୀକ୍ଷାରେ ସାଧାରଣତଃ ପଚାରି ନଥାଏ ପିଲେ, କାହିଁକି ନା ଏତେ ବଡ ପଦର ପିଲେ ସମାସ ପଚାରିବନି ପରୀକ୍ଷାରେ ହେଲା। ସାର୍ ତଥାପି ସେଟା ତମମାନେ ବହୁବ୍ରୀହି ହବ। ହଁ ଲାଷ୍ଟ ଟା ବହୁବ୍ରୀହି ପିଲେ ହେଇଯିବ, ଯେହେତୁ ମେଘକୁ ବୁଝଉଛି ତ ନିହାତି ଭାବରେ କଣ ପିଲା ହବ? ବହୁବ୍ରୀହି ପିଲେ ହେଇଯିବ। ଅନ୍ୟ ପଦାର୍ଥ ପ୍ରଧାନ ଆଚ୍ଛା। ବହୁବ୍ରୀହି। ବହୁବ୍ରୀହି। ସେଇଟା କର୍ମଧାରୟ ହବନି? ନାଇଁ ନାଇଁ କର୍ମଧାରୟ କାହିଁକି ହବ? ସାର୍ ଏମିତି ହବନି, ବପ୍ରକ୍ରୀଡ଼ା ପରିଣତ ଗଜ ଇବ ପ୍ରେକ୍ଷଣୀୟ ତମ୍ କର୍ମଧାରୟ। ପ୍ରେକ୍ଷଣୀୟ ୟଃ କମତମ୍ ବପ୍ର କ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟ ହେଲା। ଉପମିତ କର୍ମଧାରୟ ସାର୍ ଏଇଟା ହେଇପାରିବ? ନାଇଁ ଉପମିତ କର୍ମଧାରୟ କାହିଁ କରୁଛ, ବହୁବ୍ରୀହି ତ କରିଦବ ଡାଇରେକ୍ଟ ଆଉ, ଠିକ ଅଛି।
ଏଇଟା ବି ମେଘ ମତ ଗଜ ସହିତ ମେଘକୁ ଉପମା କରାହଉଛି ଏଇଟା ଉପମାନ କର୍ମଧାରୟ ହବନି? ହଁ ଉପମାନ ସାର୍ ଏଇଟା ବହୁବ୍ରୀ ଇବ ବି ଲାଗିଛି। ହଁ ଉପମାନ ଇବ ବି ବହୁବ୍ରୀ ବି ଲାଗିଛି ହେଇଥାଏ ପିଲେ, ସେଥିପାଇଁ ଯେମିତି ଆମ ମାନେ ପିଲା ଗଜାନନ କରୁଛେ ପିଲେ, ମାନେ ତ ଗଜାନନରେ ପିଲା ଆମେ ମାନେ କଣ ବିଗ୍ରହ ବାକ୍ୟ କରୁଛେ? ଗଜସ୍ୟ ଆନନମ୍ ଇବ ସେ ଆନନମ୍ ଆନନ ୟସ୍ୟ ସହ ଗଜାନନ, ହଁ ନା ନାଇଁ? ବହୁବ୍ରୀରେ ବି ଇବ ଲାଗିକିରି ସମାସ ହେଇଥାଏ, ବୁଝିହବ ଟି? ଆଚ୍ଛା। ତ ଦ୍ୱିତୀୟ ଶ୍ଲୋକର ପିଲା ଅର୍ଥ ପୁରା ବୁଝି ହେଇଯିବ ନା ନାଇଁ? ସାର୍ ହୁଁ। ସେ ଯୋଉ ପ୍ରେକ୍ଷଣୀୟମ ଅଛି ପ୍ର ଉପସର୍ଗ ଇ କି ଧାତୁ ସାର୍ ଯୋଉ ସେଇଟା ମାନେ ଦୀର୍ଘ ଇ ନା ହ୍ରସ୍ୱ ଇ? ହଁ ସେଥିରେ ପିଲେ ପ୍ର ଉପସର୍ଗ ଇକ୍ସ ଧାତୁ ପିଲେ ଇକ୍ସ ପ୍ରେକ୍ଷଣେ ଦୀର୍ଘ ହେଇଛି ହେଲା, ଇକ୍ସ ଧାତୁରୁ ଅନିୟର ପ୍ରତ୍ୟୟ ଆଜ୍ଞା। ହେଲା, ପ୍ରେକ୍ଷଣୀୟମ୍। ସାର୍ କତିଚିତ୍ ଗୋଟେ ଅବୟ ପଦ ହେଇପାରିବନି? ହୁଁ କଥିଚିତ ଅବ୍ୟୟ ପଦ ତ ଅଛି ଆଉ କାହିଁ ହେଇପାରିବନି, ଅବ୍ୟୟ ପଦ ହିଁ। ବ୍ୟାପାର୍ଥୀ ଯୋଉ ଦ୍ୱିତୀୟ ହେଲା ଅବୟ ହେଲେ ତ ସାର୍ ଦ୍ୱିତୀୟ ହେଇପାରିବନି? କଣ ପାଇଁ ହବନି, ଅବ୍ୟୟରେ ବି ତ ଝିଅ ବିଭକ୍ତି ହେଇଥାଏ। ହଁ ସବୁ ବିଭକ୍ତିର ରୂପ ସମାନ ହେଇଥାଏ, କିନ୍ତୁ ଏହାର ମାନ ଅଛି ପିଲା ବିଭକ୍ତି ହବନି ନା ନାଇଁ? ଆଉ ଆଜ୍ଞା ଚିତ୍ ସାର୍। ଚିତି ଚନ ପିଲେ ଏମିତିକା ମାନେ ଚିତି ଚନ ଯୋଉଠି ଲାଗିବ ସେମାନେ ଅବ୍ୟୟ ପଦ ହେଇଥାନ୍ତି, କିନ୍ତୁ ଏମାନେ ଏମିତିକା ଅବ୍ୟୟ ପଦ ଯୋଉମାନଙ୍କର ପିଲେ ବିଭକ୍ତି ସାଙ୍ଗରେ ଲାଗିଥାନ୍ତି। ଯେମିତି ପିଲେ କହ ପ୍ଲସ ଚିତ୍ କଶ୍ଚିତ୍, ମାନେ କମ୍ ପ୍ଲସ ଚିତ୍ କଞ୍ଚିତ୍, କେନ ପ୍ଲସ ଚିତ୍ କେନଚିତ୍, ଏସବୁ ପିଲେ ବିଭକ୍ତି ଲାଗିକିରି ଚିତି ଚନ ପଦ ଲାଗିଥାଏ ପିଲେ, ବୁଝି ଟି? ଆଜ୍ଞା ସାର୍ ବୁଝିହେଲା। ସାର୍ କେବଳ ଚିତ୍ ଲାଗେ ନା ଦ ବି ଆସେ ସାର୍, ଚିତ୍ ବି ଆସେ କି ସାର୍? ହଁ ଯୋଉଠି ଯ ଦ ହେଇପାରିବ ହବ ଲାଗିବ ସେଠି, କଣ ଯେମିତି ଏଠି କତି ଚିତ୍ ହେଇଗଲା କାହିଁକି ନା ପରେ ପିଲେ ଅକାର ଅଛି। କିନ୍ତୁ କଶ୍ଚିତ୍ ରେ ପିଲେ ତ ରହିଲା ସେଠି ଦ ହେଇପାରିଲାନି, କାହିଁକି ହେଇପାରିଲାନି ନା କଶ୍ଚିତ୍ ପରେ ପିଲେ କଣ ଅଛି? କ ପିଲେ ଅଛି, ନା ନାଇଁ ଯଦି ଖର ପ୍ରତ୍ୟାହାର ବର୍ଣ୍ଣ ପରେ ରହୁଛି ତ ସେଠି ପିଲେ ଚର୍ତ୍ଵ ସନ୍ଧି ହେଇକି ସେ ତ ହେଇଯିବ। ଯଦି ଖର ପ୍ରତ୍ୟାହାର ବର୍ଣ୍ଣ ନାହିଁ ତାହେଲେ ସେଠି ପିଲେ ଦ ହେଇଯିବ, ଝଲାମ ଯଶୋଅନ୍ତରେ ପିଲେ ଦ ପିଲେ କୋଉଥିରେ ହୁଏ? ଝଲାମ ଯଶୋଅନ୍ତରେ ହିଁ ତ ପିଲେ ଜସ୍ତ ଦ ହୁଏ, ସନ୍ଧିରେ ନା ନାଇଁ ଯସ୍ତ ସନ୍ଧିରେ ପିଲେ ହେଲା। ସାର୍ ଏଇ ଯୋଉ ଅଦ୍ରଉ ହେଇଛି ଏଇଟା ମୂଳ ଶବ୍ଦଟା ଅଦ୍ରି ନା? ହଁ ମୂଳ ଶବ୍ଦ ଅଦ୍ରି ଶବ୍ଦ। ଆଉ ତାର ତସ୍ମିନ ଅଦ୍ରଉ ଏଇଟା ହଉ ଦିଟା ଯାକ ସ୍ଥାନାଧିକରଣ ସପ୍ତମୀ ହବ? ଦିଟା ଯାକ ସ୍ଥାନାଧିକରଣ ସପ୍ତମୀ ଠିକ। ତସ୍ମିନ୍ ବି ଅଦ୍ରଉ ସାର୍ ବି। କାମିରେ କୋଉ ପ୍ରତ୍ୟୟ ସାର୍ ହେଇଛି? କାମରେ ପିଲେ ଣିନି ପ୍ରତ୍ୟୟ ବି ହେଇପାରିବ ଇନି ପ୍ରତ୍ୟୟ ବି କରିପାରିବ ଝିଅ, ଠିକ ଅଛି। ଯେମିତି କି ଆମେ ଯଦି ବ୍ୟାଖ୍ୟା ଦେଖିବା ପିଲେ ଏଥିରେ କୋଉ ପ୍ରତ୍ୟୟ କରିଛି ସେ କାମିରେ? ଦେଖୁନ ପିଲେ। ଘର ପ୍ରତ୍ୟୟ ସାର୍ ହେଇପାରିବନି ଏଠି? ନାଇଁ ନାଇଁ ଘୟ ପ୍ରତ୍ୟୟ ନାଇଁ ପିଲେ, ଦେଖ ଏଇଠି ଦେଇଛି ପିଲେ କଣ ଦେଇଛି ପିଲେ କାମୟତେ ତଛିଲହ ଅସ୍ୟ ଅସ୍ତି ଇତି ପିଲେ କମ ଧାତୁରୁ ସୁକ୍ଷ୍ୟ ଜାତୁ ଣିନି ତାଛିଲ୍ୟ, ମୁଁ କହିଲି ନା ଣିନି ପ୍ରତ୍ୟୟ ବି ହେଇପାରିବ ପିଲେ। ଭାବେ ଦେଇଛି। ନାଇଁ ଭାବ ପିଲେ ମାନେ କାମହରେ ପିଲେ ମାନେ କଣ ପ୍ରତ୍ୟୟ ପିଲେ ଘୟ ପ୍ରତ୍ୟୟ କମ ଧାତୁରୁ ଘୟ ପ୍ରତ୍ୟୟ ହେଲେ ହଁ ହଁ କାମହ ରୂପ ପ୍ରତ୍ୟୟ। ହେଇଥାଏ। କିନ୍ତୁ କାମି ପିଲେ ଯଦି କାମି ପଚାରିଲ ସେଥିରେ ତମେ କୋଉ ପ୍ରତ୍ୟୟ କହିବ? ଣିନି ଣିନି ପ୍ରତ୍ୟୟ। ଠିକ ଅଛି, ଯଦି କାମହ ଦେଇଥାନ୍ତ ତାହେଲେ ତମ ମାନେ କଣ କହିଥାନ୍ତ? ଘଇ। ଘୟ ପ୍ରତ୍ୟୟ, ମୁଁ କହିଲି ନା ପିଲେ ଣିନି ପ୍ରତ୍ୟୟ ହେଇପାରିବ ଇନି ପ୍ରତ୍ୟୟ ବି ହେଇପାରିବ, ତ ତଳେ ବି ଦେଇଛି ଦେଖ ଏଠି ପିଲେ ଅତ ଇନି ଠନଉ ଇସି ସୂତ୍ର ସେ ଇନି ପ୍ରତ୍ୟୟ ମଧ୍ୟ କରିପାରିବ ପିଲେ, ତ ସେଥିପାଇଁ ଣିନି ବି ହେଇପାରିବ ଇନି ବି ହେଇପାରିବ ହେଲା, ଦିଟା ଯାକ ପ୍ରତ୍ୟୟ ହେଇପାରିବ ହେଲା। ମୂଳ ଶବ୍ଦ ଟା କମ ହବ ନା କାମ ପ୍ଲସ ଣିନି? କାମ କାମ ଝିଅ ଠିକ ଅଛି, କାମ ପ୍ଲସ ଇନି ପ୍ରତ୍ୟୟ ହେଲେ ପିଲେ ରୂପ ହେଇଯିବ କଣ? କାମି। କାମି କାମିନୀ ହେଇଯିବ, ବାକି ତାର ପ୍ରଥମ ସାର୍ ଏକବଚ ଧାତୁ ତ ସାର୍ କମ ଧାତୁ ହବ। ହଁ ଧାତୁ ହଉଛି କମ ଧାତୁ, ଆଉ ଯେତେବେଳେ ଣିନି ପ୍ରତ୍ୟୟ କରିବ ସେତେବେଳେ ପିଲେ କମ ଧାତୃ ଣିନି ପ୍ରତ୍ୟୟ କରିବ। ବାକି ଫରକ ପିଲେ ଏତିକି ପିଲେ ଦେଖ କାମରୁ ଇନି ପ୍ରତ୍ୟୟ ହେଲେ କାମି, ଆଉ କମ ରୁ ପିଲେ ଣିନି ପ୍ରତ୍ୟୟ ହେଲେ ହେଇଯିବ ମଧ୍ୟ କଣ? କାମି, ମନେ ରଖିବ। ତ ପିଲେ ଯେତେବେଳେ ଣିନି ପ୍ରତ୍ୟୟ କରିବ ଇଏ ହଉଛି କୃଦନ୍ତ ପଦ, ଯେତେବେଳେ ଇନି ପ୍ରତ୍ୟୟ କରିବ ଇଏ ହଉଛି ତଦ୍ଧିତାନ୍ତ ପଦ ହେଲା। ତ ସେଥିପାଇଁ ଇନ୍ ଟା କୃଦନ୍ତ ପଦ? ନାଇଁ ଇନ୍ ଟା ହଉଛି ତଦ୍ଧିତ,
ଆଉ ନିନି ହଉଛି କୃଦନ୍ତ ହେଲା ପିଲେ। କାହିଁକି ନା ଯୋଉଟା ଧାତୁରୁ ହୁଏ ସେଟା ପିଲେ କୋଉ ପ୍ରତ୍ୟୟ ହୁଏ? କୃଦନ୍ତ ପ୍ରତ୍ୟୟ। ଆଉ ଶବ୍ଦରୁ ହେଲେ କୋଉ ପ୍ରତ୍ୟୟ ହୁଏ? ତଦ୍ଧିତ ତଦିତ ପ୍ରତ୍ୟୟ ଆଉ। ହେଲା, ଏ ତ ହେଲା ପିଲେ କଥା ଆଉ। ଏ ପିଲେ ବୁଝି ହେଇଯିବ ଟି? ସାର୍ ଇଭିନିଂ ରେ ପିଜିଟି କ୍ଲାସ ହଉଛି କି ସାର୍? ହଁ ଇଭିନିଂ ରେ ପିଲେ ପିଜିଡି କ୍ଲାସ ହଉଛି। ହଉ ତାପରେ ଆମେ ମାନେ କାଲିକି ପିଲେ ଏଇ ଯୋଉ ଥାର୍ଡ ଶ୍ଲୋକରୁ ଦେଖିବା ପିଲେ, ଠିକ ଅଛି? କିଛି ତରବର ନାହିଁ, ଆରାମସେ ପିଲେ ଟୋଟାଲ ଅର୍ଥଟା ସବୁ ଟୋଟାଲ ଡାଉଟ ଅର୍ଥଟା ପିଲେ ଟିକେ କ୍ଲିୟର କରି କରି ଆମେ ଯିବା ଆରାମସେ, ଠିକ ଅଛି? ହଁ ତ ଟୋଟାଲ ମୁଁ ଆଉଥରେ ଅର୍ଥ କହିଦଉଛି ପିଲେ, କି ସେହି ରାମଗିରି ପର୍ବତରେ କିଛି ମାସ ଭୋଗ କରିସାରିଲା ପରେ ସେହି କାମୀ ଯିଏକି ନିଜ ପ୍ରିୟା ଠାରୁ ବିରହରେ ଥିଲା, ଆଉ କନକ ବଳୟ ଖସିଯିବା ଫଳରେ ଯାହାର ମଣିବନ୍ଧ ଶୂନ୍ୟ ହେଇଯାଇଥିଲା, ତ ସେହି କାମୀ ଆଷାଢ ମାସର ପ୍ରଥମ ଦିନ, ହେଲା, ଆଷାଢ ମାସର ପ୍ରଥମ ଦିନ ମେଘକୁ ଦେଖିଲା। ଯୋଉ ମେଘ ରାମଗିରି ପର୍ବତର ଶିଖରକୁ ଆଲିଙ୍ଗନ କରିଥିଲା, ଆଉ ଯୋଉ ମେଘ ବପ୍ର କ୍ରୀଡାରେ ସଂଲଗ୍ନ ଥିବା ହାତୀ ପରିକା ଦେଖାଯାଉଥିଲା, ସେଭଳି ଏକ ମେଘକୁ ଦେଖିଲା। ବୁଝିହେଇଯିବ? ତାପରେ ଆମେ କାଲିକି ପିଲେ ଥାର୍ଡ ଶ୍ଲୋକରୁ ପିଲେ ଆରମ୍ଭ କରିବା ଆଉ। ହଉ ପିଲେ ସାର୍ ଠିକ ଅଛି। ସବୁଦିନ ମର୍ଣ୍ଣିଂରେ କ୍ଲାସ ହବ ସାର୍? ହଁ ଏବେ ଟିକେ ସାର୍ ସବୁଦିନ ମର୍ଣ୍ଣିଂ ରେ ହବ, ତାପରେ ଆମେ ମାନେ ପିଲେ ଟାଇମ ଟେବୁଲ ଦେଖିବା, ଚେଞ୍ଜ କରିବା ହେଲା। ସାର୍ ପିଜିଟି ଟା କଣ ଆଉଥରେ ମାନେ ଆଡମିସନ କରିବାକୁ ପଡିବ ନା ଆମର ଏଇ ସରିଲେ ସେଟା ପଢା ହବ? ପିଜିଟି ତ ପଢା ହଉଛି, ଠିକ ଅଛି? ପିଜିଟି ଅନ୍ୟ ଗ୍ରୁପ ରେ ପଢା ହଉଛି। ମାନେ ଆମ ପାଇଁ ସାର୍ ଆଉଥରେ ସେଥିରେ ଜଏନ କରିବାକୁ ପଡିବ ନା କଣ ସାର୍? ହଁ ହଉ ପିଲେ ଠିକ ଅଛି। ସାର୍ କାଲି କ୍ଲାସ ଅଫ୍ ରହିବ କି ହବ ସାର୍? କାଲି ପୂଜା ଅଛି। କାଲି ଅଫ୍ ରହିବ ଝିଅ, କାଲି ଅଫ୍ ରହିବ, ପହରଦିନ କରିବା ହେଲା। ଆଜ୍ଞା ଆଜ୍ଞା ସାର୍, ଆଜ୍ଞା କ୍ଲାସ ପ୍ରଣାମ ସାର୍। ଟା ପଠେଇଦେବେ ଏବେ କ୍ଲାସ ଟା। ହଁ ହଁ ହଁ।